ଭାଷାରେ ଏଡ଼େ ସାବଧାନ, ସାବଧାନର ସହିତ କଥାବାର୍ତ୍ତା ହେବେ। ବଢ଼ାଇଦେବେ ସେ ନଦିଏ ହସି କହିଲା ଆଚ୍ଛା ସି ପଳେଇଲା କ୍ୟାରେକ୍ଟର ଡିରେ ଡାଉରି ତମର ଡିମାଣ୍ଡ କେତେ ଟଙ୍କା ଦବ? ବିନା ଡିମାଣ୍ଡରେ ଆମ ଭାଇକି ବାହା କରିଦେବ ବୋଲି ଭାବିଛ କି? କହିଲେ ଡିମାଣ୍ଡ ତମକୁ ଦେଇ ସାରିଲାଣି ଆଗୁଆ, ତମେ ବାହାଘର ନ ହଉଣୁ ଯୌତୁକ ନେଇଗଲାଣି। କହିଲେ କେତେ ଟଙ୍କା ଦେଇଛ କି? କହିଲେ ତ୍ରିଭୁବନ ଜୟ ସମେତ ବହି ଦେ ତିନିଟା ଭୁବନ ଯୌତୁକରେ ଦିଆଗଲାଣି, ଆଉ କ'ଣ ଯୌତୁକରେ ନେବ? ବାକି ରହିଲା ଖାଲି ଜାନକୀକି ବିବାହ କରିବ। କହିଲା ଆଚ୍ଛା ଲକ୍ଷ୍ମଣ ଏତେ ସମୟ ଏମିତି ପଚାରୁଛନ୍ତି କାହିଁକି? ଏତେ କଥା ପଚାରିବାର ତାତ୍ପର୍ଯ୍ୟ ରାମକୁ ମୁଣ୍ଡ ନ ନୁଆଇକିରି କେମିତି ଫୁଲମାଳଟା ପକେଇବି? କହିଲା ହାଟା ଡି ଗଲା, ଏ ଡି ସିଟ୍ ତାପରେ କ'ଣ? ଇରେ ଇଫିସିଏନ୍ସି, ସୀତାଙ୍କର ସହିବା ଶକ୍ତି କେତେ ଅଛି? ଏ ପରେ ଫେୟାରନେସ୍, ସୀତାଙ୍କର ଉଜ୍ଜ୍ୱଳତା ଅଛି ନା ନାହିଁ? ଖାଲି ରୂପ ସୁନ୍ଦର ଥିଲେ କ'ଣ ହବ? ଉଜ୍ଜ୍ୱଳତା ଥିବା ଦରକାର। ଜିରେ ଯେମିତି ଭଦ୍ରତା ଶିଖିଛନ୍ତି କି ନାହିଁ? ଭଦ୍ରତା ଶିଖିବା ଦରକାର ନା? ଯଦି କିଛି ଭଦ୍ରତା ନଥିବ, ଅଭଦ୍ରକ ଭଳିଆ ହେଉଥିବ, ତିନିଟା ଶାଶୁଘର ଅଛନ୍ତି, ଆହୁରି ପୁଣି ଅନେଶତ ଅଛନ୍ତି, ଆଙ୍କୁ ସମସ୍ତଙ୍କ ସାମ୍ନାରେ କେମିତି ଚଳିବାର ଶିଖିଥିବା ଦରକାର। ସହିବା ଶକ୍ତି ଗୋଟେ ଶାଶୁକୁ ଲୋକ ସହି ପାରୁନାହାନ୍ତି, ଇଏ 999 ଶାଶୁଙ୍କ ପାଖରେ ଚଳିବ, କେମିତି ଚଳିବ? ତାର ସହିବା ଶକ୍ତି ହବା ଦରକାର। କହିଲେ ହଁ ହଁ ତମେ ଯାହା କହିବ, ଆମ ସୀତା ସବୁ ସହି। ପୃଥିବୀ ଠାରୁ ମଧ୍ୟ ପୃଥିବୀ ଠାରୁ ଜାତ ହେଇଛନ୍ତି ପରା। ପୃଥିବୀ କର୍ଷଣେ ସମ୍ଭୂତା, ଜନକ ନାଁ ବି ପାଳିତା। ଜନକ ରାଜା ଖାଲି ପାଳିଛନ୍ତି, କିନ୍ତୁ ପୃଥିବୀ କଷା ହେଇକି ସେ ବାହାରିଛନ୍ତି। କହିଲେ ଆଚ୍ଛା ଠିକ୍ ଅଛି। ଜିରେ ଯେମିତି ଭଦ୍ରତା, ଆଜିକାଲି ଆମର ଭଦ୍ରତା ଅଛି ବୋଲି ତ କୁହନ୍ତି ତମେ ଆମକୁ ଏତେ କଥା କହିବି ଆମେ ଠିଆ ହେଇକି ଶୁଣୁଛୁ, ନହେଲେ ତମକୁ ଏତେବେଳକୁ ଆମ ରାଜ୍ୟ ପଡ଼ିକି କାଢ଼ି ସାରନ୍ତି। କହିଲେ ଆଚ୍ଛା ଜି ହେଜ୍ ହାଇଟ୍, ସୀତାଙ୍କର ହାଇଟ୍ କେତେ ଅଛି? କହିଲେ ମୁଁ ଦେଖିପାରୁନ, ଫୁଲଟା ପଡ଼ିପାରୁନି ପରା, ଆଉ ଟିକେ ଅଧିକ ଉଚ୍ଚା ଥିଲେ ଆମେ ତ ପକେଇ ଦେଇକି ପଳାନ୍ତୁ। ରାମ ଅଧିକ ଉଚ୍ଚା ଅଛନ୍ତି, ତୁ ହେବୁ ଶ୍ରୁତି ତାଙ୍କର। ସୀତାଙ୍କର ରାମଙ୍କର କାନ ପର୍ଯ୍ୟନ୍ତ, ଶ୍ରୁତି ପର୍ଯ୍ୟନ୍ତ ସୀତା ହେଉଛନ୍ତି। ଶ୍ରୁତି କହିଲେ କାନ, ତ ପକଉନାହାନ୍ତି ସୀତାଙ୍କର ଭୟ, ମୁଁ ରାମକୁ ଛୁଇଁବି ନାହିଁ। ତ ଏତେ ସବୁ କଥା ଭିତରେ ସୀତାଙ୍କର ଗୁରୁ ହେଉଛନ୍ତି ଶତାନନ୍ଦ ଏବଂ ରାମଙ୍କ ଗୁରୁ ବିଶ୍ୱାମିତ୍ର। ଇଏ ଦୁଇ ଜଣ ଭାବିଲେ ପିଲାମାନଙ୍କର କଳି ହେଉଛି, ଆମେ ଯଦି ନ ପହଞ୍ଚିବା ସେ କଳି ଛିଡ଼ିବ ନାହିଁ। ଲକ୍ଷ୍ମଣକୁ ହନୁମାନ ଦୁଇ ଜଣ ଯାକ କେବେ ଟକରା ଟକରି କିଏ କାହାକୁ ଛାଡ଼ିବେନି, ତେଣୁ ଆମେ ଦୁଇ ଜଣ ସେଠିକି ଯିବାକୁ ପଡ଼ିବ। ଗୁରୁ ବିଶ୍ୱାମିତ୍ର ଶତାନନ୍ଦ ଯେତେବେଳେ ଆସି ପହଞ୍ଚିଗଲେ, ବିଶ୍ୱାମିତ୍ର ପଚାରିଲେ ବାପା ରାମ କ'ଣ ସବୁ କାମ ଠିକରେ କରିଦେଲ ତ ହନୁମଙ୍ଗା? ଏତିକି କୋଉ ରାମଚନ୍ଦ୍ର ମୁଣ୍ଡିଆ ଟେକା ମାରିଲେ, ବିଶ୍ୱାମିତ୍ରଙ୍କୁ ପାଦ ଛୁଇଁକି ମୁଣ୍ଡିଆ ମାରିଲେ। ଶତାନନ୍ଦ ସୀତାଙ୍କୁ ଠାରିଦେଲେ, ସୀତା ଟପ୍ କିନା ମାଳଟା କରିଦେଲା, ଛୁଆଁ ଛୁଇଁ ନାହିଁ। ଆଉ ହାତ ବାଜିଲାନି, ସୀତା ବି ନଇଁଲେନି କି କିଛି ହେଲେନି, ସୀତା ଆରାମରେ ମାଳଟାକୁ ପଳେଇଦେଲେ। ସୀତା ଯାଇକି ରାମଙ୍କ ଗଳାରେ ପଡ଼ିଗଲା, ବର୍ଣ୍ଣମାଳା ପଡ଼ିଗଲା। ସମସ୍ତେ ହୁଳହୁଳି ହରିବୋଲ ଦେଲେ, କହିଲେ ଦେଲେ ସବୁ ରଜାମାନଙ୍କର ମନରେ କ୍ରୋଧ ଆସିଲା ଯେ ଆମେ ସମସ୍ତେ ଥାଉ ଥାଉ ଗୋଟେ ଟିକି ପିଲାଟା ସୀତାଙ୍କୁ ନେଇ ପଳେଇଯିବ, ଆମେ କେମିତି ଛାଡ଼ିଦେବା ରାମକୁ? ଆଜି ରାମ ଲକ୍ଷ୍ମଣ ଏ ଦୁଇ ଜଣକୁ ବାଡ଼େଇକି ଆମେ ମାରିଦେବା। ଏତିକି ସମୟରେ ସେହି ସମୟ ଶୁଣି ଶିବଧନୁ ଭଙ୍ଗା ଆୟ ଭୃଗୁକୁ ଲକମ ଲପପଙ୍ଗା, ପରଶୁରାମ ଆସି ପହଞ୍ଚିଗଲେ। ଯେତେବେଳେ ପରଶୁରାମ ପହଞ୍ଚିଗଲେ, ଏମାନେ ଯିଏ ରାମ ଲକ୍ଷ୍ମଣକୁ ବାଡ଼େଇବାକୁ ବାହାରିଥିଲେ ଇଏ ସବୁ ଭୟରେ ଥରିଲେ। ପରଶୁରାମ ଆସିକି ପହଞ୍ଚିଗଲାଣି, ଆଉ ଥରେ କାଳେ ପୃଥିବୀକି ନିକ୍ଷେତ୍ରିୟ କରିଦେବେ। ତ ସମସ୍ତେ ଭୟରେ ସିନା ଥରହର ହେଲେ। ତ ସୁଧୀସଜନ ମଣ୍ଡଳୀ, ପରଶୁରାମ କ୍ରୋଧରେ ଆସିଥିଲେ, ଯିଏ ଶିବଧନୁ ଭାଙ୍ଗିଛି ତାକୁ କ'ଣ କରିବି? ମୁଁ ନାଶ କରିବି, ତାକୁ ମୁଁ ମାରିଦେବି। ତାହେଲେ ରାମଚନ୍ଦ୍ର ତ କହିଲେ ମୁଁ ଶିବଧନୁ ଭାଙ୍ଗିଛି ବୋଲି, କିନ୍ତୁ ମାରିପାରିଲେନି କାହିଁକି? କାହିଁକି ନା ରାମଚନ୍ଦ୍ର ଯେତେବେଳେ ପରଶୁରାମକୁ କହିଲେ ଯେ ମୁଁ ହିଁ ଶିବଧନୁ ଭାଙ୍ଗିଛି, କେମିତି କହିଲେ? ନାଥ ଶମ୍ଭୁଧନୁ ଭଞ୍ଜନି
ଗ୍ରାସ କରିଦେବି। ରାହୁ କାହାକୁ ଗ୍ରାସ କରିବ? ପୂର୍ଣ୍ଣଚନ୍ଦ୍ରକୁ ଗ୍ରାସ କରିବ। ଅର୍ଦ୍ଧଚନ୍ଦ୍ରକୁ କେବେ ଗ୍ରାସ କରୁଛି କି? ପୂର୍ଣ୍ଣଚନ୍ଦ୍ରକୁ ଗ୍ରାସ କରିବ। ରାମଚନ୍ଦ୍ର କ'ଣ କଲେ ନା ହାତ ଧରିକି ଅର୍ଦ୍ଧଚନ୍ଦ୍ର ହେଇଗଲେ, ମୁଣ୍ଡ ସଳଭ କରି ରଖିଲେନି, ବଙ୍କା କରିଦେଲେ। ହେ ପ୍ରଭୁ ନା ତ ସମ୍ବୋଧନ ଭଞ୍ଜନିଆହାରା ହୋଇ କୋଇ ଏକ ଦାସ ତୁମାରା, ତୁମର କିଏ ଜଣେ ଦାସ ଏ ଧନ୍ଦାକୁ ଭାଙ୍ଗି ଦେଇଛି ବୋଲି। ତ ସୁଧୀଚରଣ ମଣ୍ଡଳୀ, ବଡ଼ କାମ କରି ମଧ୍ୟ ନିଜକୁ ସାନ କରିଦେବା ଭଳିଆ ବୁଦ୍ଧି ହେଉଛି ଭଗବାନଙ୍କର। କେତେ ବଡ଼ କାମ କରିଥାନ୍ତୁ ନିଜକୁ ସବୁବେଳେ ନ୍ୟୁନ କରିଦିଅନ୍ତି, କିନ୍ତୁ ଲକ୍ଷ୍ମଣଲାଲ ତାକୁ ଛାଡ଼ନ୍ତିନି, କଳିକି ଯିବା ବକ୍ତୃତା କରିଛନ୍ତି। ସେସବୁ କଥାକୁ ଆମେ ଆଉ ବ୍ୟାଖ୍ୟା କରିବାନି। ଏବେ ପ୍ରଭୁ ବିଶ୍ୱାମିତ୍ର ଶତାନନ୍ଦ ସମସ୍ତେ ପରଶୁରାମକୁ ରାମଙ୍କର ଗୋଟିଏ ସମ୍ବାଦରେ ଶାନ୍ତ ହେଇଗଲେ। ସେତେବେଳେ ପରଶୁରାମଙ୍କ ଠାରୁ ଗୋଟିଏ ଧନୁ ନେଲେ। ଯେତେବେଳେ ଧନୁ ନେଲେ ସୀତା ଭାବିଲେ, ପରଶୁରାମ କହିଲେ ମୋ ଧନୁଟାକୁ ଆପଣ ଏବେ ଗୁଣ ଚଢ଼େଇକି ଭାଙ୍ଗି ଦିଅନ୍ତୁ, ମୋର ଏଇଥିରେ ଅହଙ୍କାର ନାଶ ହେଇଯିବ। ସୀତା ଭାବିଲେ କି ମୁଁ ଏବେ ଭୟରେ ଭୟରେ ବରଣଟା ପକେଇଲି, ଗୋଟେ ଧନୁ ଭାଙ୍ଗିକି ରାମ ମତେ ବାହାଇଛନ୍ତି, ପରଶୁରାମ ଆଉ ଗୋଟେ ଧନୁ ଭାଙ୍ଗିବା କହିଲେଣି, କ'ଣ ଆଉ ଗୋଟେ ଝିଅ କି ବାହା ହେଇପାରିବ କି? ତେଣୁ ସୀତାଙ୍କର ଭାରି ଭୟ ହେଉଛି କୋଉଠି ସୌତ୍ରୀ ମତେ ମିଳିଯିବ ବୋଲି। ତେଣୁ ରାମ ଜାଣିପାରିଲେ ଯେ ସୀତା ସବୁବେଳେ ସୌତ୍ରୀକି ଭୟ କରୁଛନ୍ତି। ତେଣୁ ସୀତାଙ୍କୁ ବିଶ୍ୱାସ ଦେବା ପାଇଁ ରାମ କ'ଣ କରିଥିଲେ? ଦୀପାଦିନେ ଚୁଇଁ କହୁଛି ତୋ ସନ୍ନିଧାନେ, ବିଳାସିନୀ ନ କରିବି ଆମେ କେବେ ନ କରିବି, ମୁଁ ଆଉ କାହାକୁ ଜୀବନରେ ତୋ ଛଡ଼ା ଏକ ପତିବ୍ରତରେ ରହିବି। ସୀତାଙ୍କର ଯେଉଁ ଭୟ ସବୁବେଳେ ଥିଲା, ସେ ଭୟକୁ ରାମଚନ୍ଦ୍ର ଦୂର କରିଥିଲେ। ତ ସୁଧୀ ସଜ୍ଜନ ମଣ୍ଡଳୀ, ପରଶୁରାମ ଚାଲିଯିବା ପରେ ଦଶରଥଙ୍କ ପାଖକୁ ଖବର ଯିବ। ଦାସ ଗୋଟେ ସେବକ ହାତରେ ଚିଠି ପଠେଇଲେ। ଯେଉଁଦିନ ଚିଠି ପଠେଇଲେ ସେଦିନ କ'ଣ ହେଉଛି ନା ଅଯୋଧ୍ୟାରେ କନକ ଭବନ ପ୍ରତିଷ୍ଠା ଚାଲିଛି। କହିଲେ ଅଯୋଧ୍ୟାରେ କନକ ଭବନ ପ୍ରତିଷ୍ଠା, ସମ୍ବାଦ ଶୁଣିଲେ କୈକେୟୀ ମା ଶୁଣିଗଲେ ଘର ପ୍ରତିଷ୍ଠା କରୁଥିଲେ। କୋଉ ଘର ନା କନକ ଭବନ। ମା କୈକେୟୀ ସ୍ୱପ୍ନ ଦେଖିଥିଲେ ଗୋଟେ ସୁନାର ଘର ଭିତରେ ସେ ଶୋଇଛନ୍ତି ବୋଲି। ସୁନାର ଘରେ ଦଶରଥଙ୍କୁ ସ୍ୱପ୍ନରେ କହିଲେ, ଆଜ୍ଞା ମୁଁ ଗୋଟେ ସ୍ୱପ୍ନ ଦେଖିଛି ଯେ ମୁଁ ସୁନାର ଘରେ ଶୋଇଛି। ଦଶରଥ କହିଲେ, ଏତିକି କଥା, ତମେ ଗୋଟେ ସୁନା ଘରେ ଶୋଇଛ ବୋଲି ଯଦି ସ୍ୱପ୍ନ ଦେଖିଛ, ତମେ ଗୋଟେ ବୋଲି ସୁବର୍ଣ୍ଣ ଭବନ ଟିଏ ତିଆରି, ଯାହାର ନାମ କନକ ଭବନ। ଯୋଉଦିନ ଘର ପ୍ରତିଷ୍ଠା ହେଲା, କୈକେୟୀ ମା ସେ ଘରେ ଶୋଇଥାନ୍ତେ। ସେଇଦିନ ଖବର ଆସି ପହଞ୍ଚିଗଲା ଯେ ଶିବଧନୁ ଭାଙ୍ଗିକି ସୀତାଙ୍କୁ ରାମ ଜୟ କରିଛନ୍ତି। କୈକେୟୀ କହିଲେ, ଆଉ ଏ ଘରକୁ ମୁଁ ଯିବିନି। ଦଶରଥ କହିଲେ, କଳି କରିକି ମୋ ସାଙ୍ଗରେ ଘର ତିଆରିଲ, ଆଉ ଏ ଘର ଶୋଇବନି କହୁଛ, ତାହେଲେ ଏ ଘର କାହାକୁ ଦବ? କହିଲେ, ମୋ ରାମ ବାହାଇକି ଆଇଲେ ମୋ ବୋହୂକୁ ଏଇଟା ଉପହାର ଦେବି। ମୁହଁ ଦେଖାରେ ମୋ ବୋହୂ ରାମ ସୀତା ଏ ଘରେ ଶୋଇଲେ। ଯୋଉ ମା କୈକେୟୀ ରାମକୁ ବାହାଇକି ଆଇଲେ ବୋହୂକୁ କନକ ଭବନ ଭେଟି ଦେଉଛି, ସିଏ କେବେ ବନବାସକୁ ଛାଡ଼ିପାରିବ କି? ତ କୈକେୟୀ ମା କନକ ଭବନଟାକୁ ସାଇତିକି ରଖିଲେ। ଯୋଉଦିନ ରାମ ସୀତାଙ୍କୁ ନେଇକି ଆସିଲେ ଏ ଭବନରେ ସେ ବିଶ୍ରାମ କରିବେ। ତ ବରଯାତ୍ରୀ ସଜେଇକିରି ଚାଲ ବୋଲି କହିଲେ, ଆଉ ପଚରା ପଚରିଲେନି, ସମସ୍ତେ ଏବେ ବାହାର କହିଲେ, ବରଯାତ୍ରୀ ଧରି ଚାଲ ହେ ବାହାରି, ପଛେ ପଚାରୁନି ବର ଯାଉଅଛି, ବ୍ରାହ୍ମଣ ଯାଉଛି, ବରଯାତ୍ରୀ ଭୋଜି ଖାଇବାକୁ ଯାଉଛି, ବର ପିତା ତ ଯାଉଛି ବରକୁ ବାହା କରିବାକୁ, କିନ୍ତୁ ବର ୟା ଭିତରେ କାହିଁ? କହିଲେ, ବର 2 ମାସ ହେଲାଣି ଶ୍ୱଶୁର ଘରେ ଆଗରୁ ଅଛି। 2 ମାସ ଆଗରୁ ବର ଯାଇ ଶ୍ୱଶୁର ଘରେ, ବରଯାତ୍ରୀ 2 ମାସ ପଛରେ ଯାଉଛନ୍ତି। କହିଲେ, ଆରେ ବାପାରେ ବଡ଼ ଅଦ୍ଭୁତ ବରଯାତ୍ରୀ। ଆଗେ ଶୁଣିଦେଲେ ରାମାୟଣର 3ଟା ବାହାଘର ଆଜି ସରିଲା। ପ୍ରଥମେ ଶିବଙ୍କ ବାହାଘର, ଦ୍ୱିତୀୟରେ ନାରଦଙ୍କ ବାହାଘର, ତୃତୀୟରେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ବାହାଘର। ଦଶରଥ ରାଜା ଜନକଙ୍କର ରାଜ୍ୟରେ ଯାଇ ପହଞ୍ଚିଗଲେ। କେତେ ଖୁସିରେ ଆନନ୍ଦରେ ଜନକ ରାଜାଙ୍କୁ, ଆଜି ଜନକ ରାଜା ଭାବୁଛନ୍ତି ତାଙ୍କର ମୋର ତ ପଡ଼ୁନଥିଲା, କଳିକି ଯାଉଥିଲା, ଆଜି ସମୃଦ୍ଧି ହବ, ବୁଦ୍ଧି ସମାନ ହବା ଦରକାର। ତେଣୁ ପାଦ ଧୋଇବା ପାଇଁ ଯେତେବେଳେ ପଳେଇ ଆସିଲେ, ଦଶରଥ ଉଠିକି ଦେଲେ, କହିଲେ, ଆଜ୍ଞା ମୁଁ ହେଉଛି ଭିକାରୀ, ତମ ଦାତା, ମୋ ଘରେ କେହି ନାହାନ୍ତି,
कौन अच्छी मो घर सब अच्छी किंतु मु भिकारी होइके अछि तुम घर को भिक मागिया आसी कहले कौन भिक नब तो राजा दशरथ कहउछन्ती कंबन रामायण कंबन ऋषि लिखिले शपथ ब्रह्मांड मोर राज छत्र तले रहिछि रहिनासीना किंतु मो भंडार अपूर्ण थिला तमर कन्या रत्न को नेला परे मो घरर भंडार परिपूर्ण हो जिवो तो ये संवाद रे खुशी हो गले बाहर करिया को बरजात्री आछनी कोउ दिन बाहर हो जाना तिथि कोड़ाई बरजात्री आगे आसी पड़िला तो बरजात्री बसिले समस्त बसिले तिथि कोड़ा होला मार्गशीर मास पंचमी तिथि रे गोधूली लग्न रे प्रभुଙ୍କର बाहागर हो तिथि कोड़ाई गला गोटे मास आउरी पुणी मान रही आ मासटा पर जाई तिथि वाला दी मास आगु जोई जाई देले बरजात्री गोटे मास पुणी जेती रहिले बाहर भोजी खाइला पर तो चिंता करंतु जनक राजा केते दिन खाया देसे बरजात्री दिने अधे नाही जोई दी मास आगु बरजात्री मास आगु तो समस्त सेठी रहिले बड़ा आनंद रे बहुत मजलिसी करी रहिले खाई पी सही समय रे चारि को राम को पई सीता लक्ष्मण को पई उर्मिला भरत को पई मांडवी शत्रुघ्न को पई सुतकीर्ति ये चारि कन्या को चारि पुत्र का सहित विवाह हो बरजात्री समस्त पुणी से ही मिथिला रे बरजात्री सजिया है तिथिवार जेतले जोग लग्न सब बाहर कर देले बाहर हो देवता माने बसी ऊपर चिंता करले बृहस्पति गुरु को पाखु कहले आज्ञा एबे रामकर बाहर हो जाने जिबा गुरु कहले हेटी जन्म होला बेले जोग लग्न ग्रह बार तिथि नक्षत्र सब हाथ जोड़ी ठिया देले राम भलरे जन्म ही कहले एबे वशिष्ठ वामदेव कश्यप अंगिरा ये समस्त तिथि काढ़ी भल तिथि काढ़ी जो समय रे बाहर हेले राम केबे वनवास जाई परिबे नाही तमे माने किछि गोटे विघ्न कर दियो जो समय रे बाहर होबा से समय टा बढ़ाई दियो बोले केमिति बढ़ाइबा से समय रे तो ताकर तो बरजात्री सेही सब सेही समस्त गोटे ठी अछंती आ आमे कोन दूर आउछन जे बाटा लटकी दउ से तो सब तक मिथिला रे अछन बोले जदि न बढ़ाइबा समय ठीक गोधूली लग्न रे रामकर बाहागर हो जिवो राम वनवास जाई परिबे नाही बोले अच्छा कोन करिया बोले प्रथमे राम को घोड़ा को बदलाई दियो राम जो घोड़ा रे जीवा को छनी से घोड़ा को कम चोरी आना किंतु घोड़ा चोरी आने गले घोड़ा के हो ना बोले काम तो घोड़ा कर दियो बोले राम बसी छंती काम घोड़ा ऊपरे चंद्र नाचु छंती देखो नारी श्री राम जय राम जय जय राम राम भजन सिया सुंदर श्याम विश्वामित्र देवता मन को बतई देले कामदेव को घोड़ा करी नियो से कामदेव पर राम बसी से घोड़ा ऊपर बोले ठीक रे समय से पहुंचो नहीं द्वितीय रे कोन करियो तमे माने नाच करिया को पड़ देवता माने नाच करिया को गले कहले कोन करिया आम भीतर गोटे झियो पिलाटा नहीं गले नाचटा देबी हो सब पुओ पिला नाचले ढेई पड़ा गोटे झियो पिलाटा नाचले तारी पाखे तो समस्त नाचले कि आगु को कोई नहीं हो कहला त झियो पिला का करिया कहले चंद्र को झियो कर ता भले सुंदर झियो कोडी मिले नहीं चंद्र को झियो पिलाटा कर देले आपण माने देखि जे बाहर बरजात्री गोटे पुओटे झियो से नाचुछ ना नहीं पुओ पिला माने झियो से नाचि जाछु ना नहीं सेमती पुओ पिलाटा को झियो कर का ना चंद्र को झियो बेस करे देवता मान आसिले राम को बाहर नचैले जेतला राम को बाहर नचैले ब्रह्मा तांक संगे मिसी नाचिले काहे नाचिले ना बाहर डेरी हो जेंती ब्रह्मा के वृद्ध लोक सी गोटे बाबाजी से आइछिंती वशिष्ठ विश्वामित्र कर टिके मन ना गोटे बाबाजी तो नाचि जाना आमे टिके से बाबाजी संगे मिसी नाचि जीवा तो चंद्र कर सहित नाचिले कि से कहले ब्रह्मा तो नाचिले वशिष्ठ नाचिले विश्वामित्र वामदेव कश्यप नाचिले राम विवाह रे से खबर जागी देव ऋषि
ଏ ଯୋଉ ନାଚକୁଦ ହେଇ ଆପଣମାନେ ଦେଖିଥିବେ ସବୁ ପୁଅମାନଙ୍କର ବାହାଘର ଗୋଟେ ସମୟ ଠିକ୍ ହେଉଛି, କିନ୍ତୁ ଏ ନାଚି ଗଲାବେଳକୁ ମଦ ପିଇ ନାଚି ଗଲାବେଳକୁ ସବୁ ଲେଟ୍ରେ ବାହାଘର ହେଉଛି ନା ନାହିଁ। ଗୋଟେ ଦିନ ଠିକ୍ ହେଇଥିବ, ଆଉ ଗୋଟେ କିଛି ସମୟ ଗଡ଼ିଯିବ। ରାମଙ୍କର ସେଇ ସମୟଟାକୁ ଜାଣି ଶୁଣିକିରି ଗଡ଼େଇ ଦେଲେ ବୋଲି ରାମଚନ୍ଦ୍ରଙ୍କୁ ବନବାସ ସୀତାଙ୍କ ସହିତ ସୁଖରେ ସମ୍ବନ୍ଧ କରିବାର ସୁଯୋଗ ମିଳିଲା ନାହିଁ। କହିଲେ ଏଇ ସମୟଟାକୁ ଦେବତାମାନେ ଜାଣି ଶୁଣିକିରି ଗଡ଼େଇ ଦେଲେ। ଗୋଧୂଳି ଲଗ୍ନରେ ବାହାଘର ହେଇଥାନ୍ତା, ରାତି 10ଟାରେ ଯାଇ ବାହାଘର, ସନ୍ଧ୍ୟାରେ ବାହାଘର କଥା। ଇଏ ନାଚି ନାଚିକି ରାତି 10ଟାରେ ଯାଇ ପହଞ୍ଚିଲେ। ହଉ କ'ଣ କରିବା, ଅକାଳେ ନିୟମ ନାସ୍ତି। ବଶିଷ୍ଠ କହିଲେ ଅକାଳେ ନିୟମ ନାସ୍ତି। ଆଉ ଏ ସମୟରେ ନିୟମ ଦେଖନି, ନାଚ କହିଗଲା, ଡେରି ହେଇଗଲା, ଯେମିତି ହବ ବାହାଘର କରିଦେବା। ଆଉ କେହି ଭୁଲ ଭାବ ବାଛିଦେବେ, ବାହାଘର ସାରିଦେବେ। ବାହାଘର ସରିଲା ପରେ ଦହି ଖାଇବେ ନା ଖାଇବେନି? ଖାଇବେ, ଭୋଗରେ ଥିଲେ। ଯେତେବେଳେ ରାମ ଲକ୍ଷ୍ମଣ ଶତ୍ରୁଘ୍ନ ଭରତ ଖାଉଛନ୍ତି, ଶାଳୀମାନେ ଟିକେ ଥଟ୍ଟା ଥଟ୍ଟା କଲେ। କହିଲେ ଏଇଠି ସୀତେ ତମେ ଯିବ ଯେ ଅଯୋଧ୍ୟାକୁ, ଆଉ କାହିଁକି ଆମ ସୀତାଙ୍କୁ ତମେ ନବ ଯେ? କିଛି ନିଅନି, ତମେ ଗୋଟେ କାମ କର, ତମର ଗୋଟେ ଯଜ୍ଞ କରିକି କ୍ଷୀରି ଟିକେ ପଠେଇ ଦିଅ, ଆମ ସୀତା ତ ମନକୁ ମନ ଛୁଆ ଜନ୍ମ କରିବେ। ଆଉ ତମ ରାଜ୍ୟରେ କ'ଣ ହବ? କ୍ଷୀରି ପିଇଲେ ପୁଅ ଜନ୍ମ କରୁଛନ୍ତି। ଲକ୍ଷ୍ମଣ କହିଲେ ଆମ ରାଜ୍ୟରେ ତ କ୍ଷୀରି ପିଇଲେ ମା ମାନେ 9 ମାସ ଛୁଆକୁ ଗର୍ଭରେ ଧରିକି ଜନ୍ମ କରୁଛନ୍ତି। ତମ ରାଜ୍ୟରେ ବାହା ବି ହବା ଦରକାର ନାହିଁ, ମାଟି ଖୋଳିଦେଲେ ଗୋଟେ ଗୋଟେ ପିଲା ବାହାରି ପଡ଼ିବ, ଆଉ କିଛି ହବା। ତେଣୁ ଲକ୍ଷ୍ମଣ କହିଲେ ମୋ ଭାଇକି ତମେ କହିଦେବ, ଆଉ ତମକୁ ମୁଁ ଛାଡ଼ିବି। ରାମକୁ କିଏ କହିଲେ ଲକ୍ଷ୍ମଣ ଛାଡ଼ିବେ ନାଇଁ। ସେଥିପାଇଁ ଗଲା ଲକ୍ଷ୍ମଣ ଧାମ ରାମ ପ୍ରିୟ, ଲକ୍ଷ୍ମଣ ଧାମ ରାମ ପ୍ରିୟ, সকল জগত আধার, গুরু বশিষ্ঠ তেহি রাখা, লক্ষ্মণ নাম ବନ୍ଦାପନା କରି ଘରକୁ ନେଉଛନ୍ତି। ଦଶରଥ ରାଜା କ'ଣ କହୁଛନ୍ତି? ବଧୂଲରି କାହାଣୀ ଘର ଆଇ ବୋହୂମାନେ ଅତି କୋମଳ ଆମ ଘରକୁ ଆସିଛନ୍ତି। ତମେ ଶାଶୁ ହେଲ, ବୋହୂଟିକୁ କେମିତି ରଖିବ ନା, ବୋହୂଟିକୁ ଆଖିର ପଲକ ଯେମିତି ଘୋଡ଼େଇକି ରଖେ ତମେ ସେମିତି ରଖିଦେବ। ତ ସୁଧୀ ସଜନ ମଣ୍ଡଳୀ ଗୋଟିଏ ଛୋଟିଆ ଉଦାହରଣ ଦେଇ ଆଗକୁ ଯିବା ପ୍ରସଙ୍ଗରେ। ଗୋଟେ ମାଆର ବୋହୂଟି ଅଛି, ଝିଅଟି ଅଛି। ଝିଅ ଶାଶୁଘରକୁ ଯାଇଛି, ଶାଶୁଘରୁ ଝିଅ ଆଇଲା ବାପ ଘରକୁ। ବାପ ଘରକୁ ଆଇଲା ପରେ ମା କ'ଣ କହୁଛି? ହେଠି ମୋ ଝିଅ ଜମା କିଛି ଖାଉନି, ଶାଶୁଘରେ କାମ କରି 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 ମୋ ଝିଅ ଏତେ ହାଲିଆ ହେଇଛି ଯେ କଣ୍ଟା ଧରା ହେଇଛି, ଯେତେ ଖାଇବାକୁ ଦେଲେ କିଛି ତାକୁ ରୁଚୁନି। ହେଲା ତମ ବୋହୂ କେମିତି ନା ଖାଲି ଅରୁଣା ମଇଁଷି ଭଳିଆ ଚଳି ହେଇଯାଉଛି ନାଇଁ? ବୋହୂଟା କେମିତିଆ? ବୋହୂ କଥା କହିଲା ବେଳକୁ ଭଲ ଲାଗୁନି। କିନ୍ତୁ ଦଶରଥ କହିଲେ ତମେ ଝିଅକୁ ଯେତିକି ଭାବରେ ଆଦର କରିଛ, ବୋହୂକୁ ସେତିକି ଆଦର କରିବ। ଯଦି ବୋହୂକୁ ଆଦର କରିବ, ପୁଅଟା ହାତରେ ରହିବ। ଯଦି ବୋହୂକୁ କିଛି ଚାକର କଲ, ବୋହୂ ତ ଯିବ, ପୁଅ ବି ହାତକୁ ପଳେଇବ, ଆଉ ପୁଅ ତମକୁ ଭଲ ପାଇବ ନାହିଁ। ସେଥିପାଇଁ ରାଜା ଦଶରଥ କହୁଛନ୍ତି ବଧୂଲରି କାନି ପର ଘର ଆଇ ରାକ୍ଷୀ ନୁହେଁ ନକଲ ଗତି ନାହିଁ। ତମେ ତାକୁ ଯତ୍ନର ସହିତ ରଖ। ତ ସୁଧୀ ସଜନ ମଣ୍ଡଳୀ, ମାଣ୍ଡବୀ ହେଉଛନ୍ତି କୈକେୟୀଙ୍କର ବୋହୂ, କିନ୍ତୁ କୈକେୟୀ ମାଣ୍ଡବୀକି କନକ ଭବନ ଦେଲେନି, ସୀତା ମାଆଙ୍କୁ ଦେଲେ। ମାରେ ଏ କନକ ଭବନରେ ତୁମେ ରହିବ, ରାମ ସୀତା ରହିବେ। ତ ସୁଧୀ ସଜନ ମଣ୍ଡଳୀ, ଭରତ ମନ ଦୁଃଖ କଲେନି। ଭରତ ଭାରି ଖୁସି ହେଲେ, ମୋ ମା ଯାହା ହଉ ମୋ ଭାଇକୁ ଉପହାର ଦେଲେ। ମାଣ୍ଡବୀ ଖୁସି ହେଲେ, ମୋ ଭଉଣୀକି ମୋ ଶାଶୁ ଗୋଟେ କନକ ଭବନ ଦେଲେ। ଇଏ ହେଉଛି ସେଇ ଘର ଅଯୋଧ୍ୟା ଯୋଉଠି କିଏ କାହାକୁ ହିଂସା କରନ୍ତି ନାହିଁ। ଯୋଉଠି ହିଂସା ନାହିଁ ସେଠି ହିଂସା କୋଉଠୁ ଆସିଲା ଯେ ରାମକୁ ବନବାସ ପଡ଼ିଲା? ତ ସୁଧୀ ସଜନ ମଣ୍ଡଳୀ, ଅଯୋଧ୍ୟାରେ ଆରମ୍ଭ କରିଲେ ମାସରେ। এইঠাରୁ ବାଳକାଣ୍ଡକୁ ସମାପ୍ତ କରି ଅଯୋଧ୍ୟା କାଣ୍ଡ ଆରମ୍ଭ କଲେ। ଜଗତେ ରାମ ବ୍ୟାହୀ ଘରାଏ, ନୀତନବ ମଙ୍ଗଳ ବୋଧ ବଧାଏ। ତ ସୁଧୀ ସଜନ ମଣ୍ଡଳୀ, ରାମଚରିତ ମାନସର ପ୍ରେମ ରସ ହାସ୍ୟ ରସ ସବୁ ଏଇଠୁ ସରିଲା। ଏବେଠୁ କୋଉ ରସ ଆସିବ? କର୍ମ ରସ ଆସିଯିବ। ହାସ୍ୟ ରସ ପ୍ରେମ ରସ ଆଉ ଟିକେ କରିଥାନ୍ତେ ଯେ ଆଉ ସମୟ ଆମକୁ ନାହିଁ ବୋଲି ସେ ସବୁ ସେଇଠି ରଖିଦେବା। ଏବେ ପ୍ରଭୁଙ୍କର
ବର୍ଷ ବିତିଯିବା ପରେ ରାଜା ଦଶରଥଙ୍କର ମନେ ପଡ଼ିଲା, 12 ବର୍ଷ ହେଲାଣି ଆମର ରାଜ୍ୟରେ କିଛି ସଭା ବସିନି, ମୁଁ ଖାଲି ବୋହୁ ପରସା ଖାଉଛି। କ'ଣ ଖାଉଛି ନା ବୋହୁ ପରସା ଖାଲି ଖାଇ ବସି 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 12 ବର୍ଷ ବିତିଗଲା। 12 ବର୍ଷ ପରେ ରାଜା ଗୋଟେ ସଭା ଡକେଇଲେ। ଯେତେବେଳେ ରାଜସଭା ଡକେଇଛନ୍ତି, ସବୁ ମନ୍ତ୍ରୀ ପାଠ ପଢ଼ୁଆରୁ ବସେଇଛନ୍ତି। ଯିଏ ଯାହା କହୁଛି ରାଜା ଦଶରଥଙ୍କ କାନ କିଛି ଶୁଭୁନି। କୋଉ କଥା ନା ଖାଲି ବୋହୁର ମୁହଁ ତ ଦେଖାଯାଉଛି, ଆଉ 4ଟା ବୋହୁ ଘରକୁ ଆଣିଛନ୍ତି, ପୁଅ ବୋହୁ ମୁହଁ ଖାଲି ଦିଶୁଛି। ଏହି ସମୟରେ ରାଜା ଦଶରଥଙ୍କ ନଜର ପଡ଼ିଗଲା। କହିଲେ ରାଜା ଦଶରଥଙ୍କର ଗୋଟେ ସ୍ୱଭାବ ଥିଲା। କାହାର କେମିତି ସ୍ୱଭାବ? ରାଜା ଦଶରଥ ଯୋଉଠି ବସିଲେ ବି ଟିକେ ମୁହଁ କାନ ତାଙ୍କର ଦେଖୁଥାନ୍ତି, ମୋ ମୁହଁ କାନ ସବୁ ଠିକଠାକ ଅଛି ନା ନାହିଁ, ନା କୁଆଡ଼େ ସଜବାଜ ଭୁଲ ଭାବ ହେଇଯାଇଛି। ଗୋସ୍ୱାମୀ କଲମ କରୁଛନ୍ତି, ରାୟ ଶୁଭାୟ ମୁକୁର ଦର୍ପଣରେ ମୁହଁଟିକୁ ଦେଖୁଛନ୍ତି। ହଠାତ୍ ଦେଖିଲେ କ'ଣ ହେଇଛି ନା ମୁକୁଟଟା ବଙ୍କା ହେଇଯାଇଛି। ରାମାୟଣରେ 2ଟା ଜାଗାରେ ମୁକୁଟ କଥା। ରାବଣ ଯେତେବେଳେ ବସିଥିଲା ସବୁଠାରୁ ଉଚ୍ଚ ଆସନରେ, ମା ମନ୍ଦୋଦରୀକି ଧରିକିରି ନାଚ ଦେଖୁଥିଲା। ରାମଚନ୍ଦ୍ର ଗୋଟିଏ ବାଣ ମାରିଲେ ଯେ ରାବଣ ମୁଣ୍ଡରୁ ମୁକୁଟ ଖସିଗଲା, ମନ୍ଦୋଦରୀ କାନରୁ କାନଫୁଲ ଖସିଗଲା। ମନ୍ଦୋଦରୀ କହିଲା, ହେଇକି ତମ ମୁଣ୍ଡରୁ ମୁକୁଟ ଖସିଗଲାଣି, ଆଉ ତମର ରାଜ୍ୟ ସମ୍ଭାଳିବା ମାନେ ତାକତ ଆଉ ନାହିଁ। ଯଦି ତାକତ ନାହିଁ, ତମେ ସିଂହାସନ ଇନ୍ଦ୍ରଜିତକୁ ରାଜ୍ୟ ଦେଇଦେଇକି ଚାଲ ଆମେ ବନବାସ ପଳେଇବା, ଆମେ ଭଗବାନଙ୍କ ଧ୍ୟାନ କରିବା। ରାବଣ କହିଲା, ମୋ ମୁଣ୍ଡ କଟିଗଲେ ମୋର ମଙ୍ଗଳ ହେଉଛି, ମୁକୁଟ ଖସିଗଲା ମତେ କହୁଛି ସିଂହାସନଟା ଛାଡ଼ିଦେବି। ତୁ ବାଇଆଣଟା କିଛି ଜାଣିନୁ, ମୁଣ୍ଡ କଟିଲେ ଯୋଉ ରାବଣର ମଙ୍ଗଳ ହେଉଛି, ମୁକୁଟ ଖସିଲେ କିଛି ଅସୁବିଧା ନାହିଁ। କିନ୍ତୁ ଦଶରଥଙ୍କର ଟିକେ ବଙ୍କା ହେଇଗଲା, ମୁକୁଟ ଖସି ନଥିଲା, ଟିକେ ବଙ୍କା ହେଇଗଲା। ଦଶରଥ ଭାବିଲେ, ମୁଁ ଆଉ ମୁକୁଟ ସମ୍ଭାଳିଲା ବେଳେ ଆମର ସାମର୍ଥ୍ୟ ନାହିଁ। ତ ସୁଧୀ ସଜ୍ଜନ ମଣ୍ଡଳୀ, ଯିଏ ଚୌକିରେ ଥରେ ବସିଗଲା ଆଉ କେବେ ମଲା ଯାଇକି ଓହ୍ଲେଇବାକୁ ଚାହେଁନି, ସେ ହେଉଛି ରାବଣ। ଯିଏ ଚୌକିରେ ବସିଗଲେ ଟିକେ ଭୁଲ ଦେଖିଲେ ଭାବୁଛି ନାହିଁ, ମୁଁ ଆଉ ଚୌକି ସମ୍ଭାଳିଲା ଭଳିଆ ସାମର୍ଥ୍ୟ ମୋ ପାଖରେ ନାହିଁ, ସବୁ ସାମର୍ଥ୍ୟ ଥାଇ ମଧ୍ୟ ସିଏ ହେଉଛି ଅଯୋଧ୍ୟା। ସେଥିପାଇଁ ଆମ ଦେଶରେ ରାମ ରାଜ୍ୟ ହେଇପାରୁନି। ଯିଏ ଥରେ ଚୌକିରେ ବସି ସେ କହୁଛି, ମୁଁ ଆଉ ଚୌକି ଛାଡ଼ିବି ନାଇଁ, ମୁଁ ମରିଯିବି, ସାଲାଇନ ସିନା ନାକରେ ଲାଗିଥିବ, କିନ୍ତୁ ଚୌକି ଉପରେ ବସିକିରି ସାଲାଇନ ନାକରେ ଲଗେଇକି ବସିଥିବି, ମୁଁ ଛାଡ଼ିବି ନାଇଁ। ରାବଣ କହୁଛି ଯେ ମୁଁ ମରିବା ଯାଏ ଇନ୍ଦ୍ରଜିତକୁ ସିଂହାସନ ଦେବିନି। ଦଶରଥ କହୁଛନ୍ତି, ମୋ ମୁକୁଟ ବଙ୍କା ହେଇଗଲାଣି, ମୁଁ ଆଉ ଠିକରେ ରାଜ୍ୟ ଚଳେଇପାରିବି ନାହିଁ। ଏବେ ରାମଙ୍କ ରାଜ୍ୟ କେମିତି ଦେଇଥିଲି? ରାମ ଆମର ସବୁଥିରେ ପରିପୂର୍ଣ୍ଣ। ଟିକିଏ ସମୟ ଯାଇକି ଦେଖିଲେ ଶ୍ରବଣ ସମୀପ ଭୟସିତ କେଶ, କାନ ପାଖରେ 2ଟା କେଶ ବାଜିଛି, ବେଶୀ ନାହିଁ। କେତେଟା? ଶ୍ରବଣ ସମୀପ ଭୟସିତ କେଶ, ମାତ୍ର 2ଟା। ଇଏ 2ଟା କେଶ କାହିଁ ବାଜିଛି? କହିଲେ ସବୁଦିନ ଯେବେଠୁ ରାମ ବାହାରିକି ଆସିଲାଣି, ଅଯୋଧ୍ୟାବାସୀ ସବୁଦିନ ଭାବୁଛନ୍ତି ଦଶରଥ ତ ଆମକୁ ଭଲରେ ପାଳୁଛନ୍ତି, କିଛି ଆମର ଅମଙ୍ଗଳ କରୁନାହାନ୍ତି, କିନ୍ତୁ ରାମ ବାହା ହେଇଗଲାଣି, କେହି ବୃଦ୍ଧ ହେଇଗଲାଣି, ଭାବୁଛନ୍ତି କେତେବେଳେ ଆମେ ମରିଯିବୁ, ରାମକୁ ଟିକେ ରାଜ ସିଂହାସନରେ ଦେଖି ଦିଅନ୍ତୁ କି। ଦଶରଥଙ୍କୁ କହିଲେ ଭଲ ଲାଗୁନି, କାରଣ ଦଶରଥ ଆମକୁ ଭଲରେ ରଖିଛନ୍ତି। ଦଶରଥ ତମେ ଓହ୍ଲେଇ ପଡ଼, ରାମକୁ ଦିଅ ବୋଲି ଆମେ କହିପାରୁ ନାହୁଁ, କିନ୍ତୁ ଚାହୁଁଛୁ ରାମ ଟିକେ ସିଂହାସନରେ ବସି ପଡ଼ନ୍ତି, ଆମେ ଟିକେ ଦେଖି ଦିଅନ୍ତୁ। ଏ କଥା ଶିବଙ୍କ ପାଖରେ ଯାଇ ମନାଇ ମହେଶଙ୍କୁ ମନଉଛନ୍ତି, ହେ ଶିବ ପାର୍ବତୀ, ତମେ ଯାଇ ଦଶରଥଙ୍କ କାନରେ ସେ କଥାଟା କହିଦିଅ, ଆମେ କହିପାରୁନୁ, ତମେ ତାଙ୍କ କାନ ପାଖରେ କହିଦିଅ। ଶିବ ପାର୍ବତୀ 2ଟା ଆସିକି ପାତଳ ଚୁଟେଇକି କାନ ପାଖରେ କହୁଛନ୍ତି, ଶ୍ରବଣ ସମୀପ ଭୟସିତ କେଶ, ମାନୁ ଚରଣ ତମର ବୃଦ୍ଧାବସ୍ଥା ଆସି ପହଞ୍ଚିଗଲାଣି, ଜନ୍ମ ହେଇଗଲାଣି, ତମେ ଆଉ ରାଜ୍ୟ ସମ୍ଭାଳି ପାରିବନି। ରାଜା ଦଶରଥ କଥା କାହାକୁ ଲଗେଇ ଗୁରୁ ବଶିଷ୍ଠଙ୍କ ପାଖକୁ ଧାଇଁଲେ, ଟିକିଏ କଥାରେ ଗୁରୁଙ୍କ ପାଖକୁ। କୌଣସି ଟିକିଏ କଥା ହେଇଗଲା, ରାଜା ଦଶରଥ କାହାକୁ ପଚାରନ୍ତିନି, ରାଣୀମାନଙ୍କୁ ପଚାରିକି ସିଧା ଗୁରୁଙ୍କ ପାଖକୁ ଯିବେ। କାହିଁକି ନା ଗୁରୁ ଆଶ୍ରିତ ଯିଏ ହେଇଥିବ ସେ ସବୁବେଳେ ଠିକ ରାସ୍ତାରେ, ତାର କେବେ ଭୁଲ ହବନି। ବଶିଷ୍ଠଙ୍କ ପାଖକୁ ପଳେଇଲେ, ଗଲେ ଗୁରୁଦେବ ଗୋଟେ ସମସ୍ୟା ନେଇକି ଆସିଛି। କହିଲେ, ତମେ ଯେବେ ଆସିବ ତ ସମସ୍ୟା ନେଇକି ଆସିବ, ବିନା ସମସ୍ୟାରେ ତମେ କେବେ ମୋ ପାଖକୁ ଆସିବନି। କହିଲେ, ଟିକେ ସମାଧାନ ମୋର କରିଦିଅ। କହିଲେ, କ'ଣ ନା ଏବେ ମୁଁ ମନ ମନେ ଭାବିଛି ଦଶରଥ ରାଜଗାଦି ଛାଡ଼ିବ, ରାମକୁ ରାଜ ସିଂହାସନରେ ବସେଇବ।
କହିଲେ ଆଚ୍ଛା କ'ଣ କରିବାକୁ ଚାହୁଁଛ ନା ଆପଣ ଟିକେ ଚାଲନ୍ତୁ କାହାକୁ କାହାକୁ ବସେଇକି ଡାକୁଛନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଲେ କହିଲେ ବସି ବଶିଷ୍ଠ ଯାବାଳି ବାମଦେବ ଅଶୋକ ସୁମନ୍ତ୍ର ଘେନିଲେ ବୋଲେ ଦଶରଥ ମୋର ମନରଥ ମୁଣ୍ଡାଇ ବିରାଜ ରାଣିଲେ ବୀର ସୁନ୍ଦରେ ଇନ୍ଦ୍ର ମୂର୍ଖ ପଦେ ଦେବି ରାମଚନ୍ଦ୍ର ବୀର ସୁନ୍ଦରେ ଇନ୍ଦ୍ର। ତ ସୁଧୀ ସଜ୍ଜନ ମଣ୍ଡଳୀ ବଶିଷ୍ଠ କଶ୍ୟପ ସୁମନ୍ତ୍ର ଏ ସମସ୍ତଙ୍କୁ ବସେଇକି କହୁଛନ୍ତି ମୁଁ ରାମକୁ ରାଜଗାଦିରେ ବସେଇବି ବୀର ବୃନ୍ଦର ଇନ୍ଦ୍ର। ସୁମନ୍ତ୍ରଙ୍କ ମନକୁ ଏ କଥା ପାଇଲାନି ଆପଣ ରାମକୁ ଇନ୍ଦ୍ରଙ୍କ ସହିତ ସମାନ କଲେ କାହିଁ ମୋତେ ଲାଗୁନି ଠିକ୍ କଥା ଏ କଥା ବୋଲି। କିନ୍ତୁ ଦଶରଥଙ୍କୁ କିଛି ଶୁଭୁନି ଖାଲି ଗୋଟେ କଥା ରାତି ପାଇଲେ ମୁଁ ରାମକୁ କେମିତି ରାଜା କରିଦେବି। ବଶିଷ୍ଠ ଗୁରୁ ହେଉଛନ୍ତି ବହୁ ଜ୍ଞାନୀ। ବଶିଷ୍ଠ କହିଲେ ହଉ ଯଦି ରଜା ଏବେ ଗୋଟେ ପ୍ରେମରେ ଗୋଟେ ଭାବରେ ଅଛନ୍ତି ତାଙ୍କୁ କେଉଁଟା କହିଲେ ତାଙ୍କ ମନକୁ କିଛି ଦୁଃଖିବ ନାହିଁ। ତେଣୁ ଏମିତି କଥାଟିଏ କହିଥିଲି ଯେଉଁ କଥାଟାକୁ ସିଏ ବୁଝିବା ଦରକାର। କିନ୍ତୁ ଏବେ ଯଦି କହିବି ନାହିଁ ଏବେ ରାମ ରାଜା ହେଇପାରିବେନି ବୋଲି ଦଶରଥଙ୍କର ମନ ଭାଙ୍ଗିଯିବ, ମନ ବଡ଼ କଷ୍ଟ ହେବ। ତେଣୁ କ'ଣ କହିଲେ ବେଗି ବିଳମ୍ବୁନ କରି ଅନୁରୂପ ସାଜିୟ ସବୁ ସମାଜ ସୁଦିନ ସୁମଙ୍ଗଳ ତବ ହି ଜବ ରାମ ହୋଇ ଯୁବରାଜ ରାମ ହୋଇ ଯୁବରାଜ ବଶିଷ୍ଠ କେଡ଼େ ସୁନ୍ଦର କଥା କହୁଛନ୍ତି ବେଗି ବିଳମ୍ବୁ ନ କରି ଅନୁରୂପ ସାଜିୟ ସବୁ ସମାଜ ସୁଦିନ ସୁମଙ୍ଗଳ ତବ ହି ଜବ ରାମ ହୋଇଯିବ ରାଜ। ଏ ପଦର ଅର୍ଥ କ'ଣ କହିଲେ ବେଗି ବିଳମ୍ବୁ ନ କରି ଅନୁରୂପ ତମେ ବେଗି କରନି କି ବିଳମ୍ବ କରନି। ବଶିଷ୍ଠଙ୍କର କହିବାର ଅର୍ଥ ବେଗି ବିଳମ୍ବ ନ କରି ଅନୁରୂପ ବେଗି କରିବା ଦରକାର ନାହିଁ କି ବିଳମ୍ବ କରିବା ଦରକାର ନାହିଁ। ସାଜିୟ ସବୁ ସମାଜ ସବୁ ସଜେଇକି ରଖ ବୋଲି କହୁଛନ୍ତି କର ବୋଲି କହୁ ନାହାନ୍ତି। ସାଜିୟ ସବୁ ସମାଜ ସୁଦିନ ସୁମଙ୍ଗଳ ସେଇଦିନ ସୁମଙ୍ଗଳ ହବ ଯେଉଁଦିନ ରାମ ଅଯୋଧ୍ୟାରେ ଯୁବରାଜ ହବ। ତାହେଲେ ବର୍ତ୍ତମାନ ରାମ ରାଜା ହେଇପାରିବେନି। ବଶିଷ୍ଠଙ୍କର କହିବାର ତାତ୍ପର୍ଯ୍ୟ ସେହିଦିନ ଅଯୋଧ୍ୟାର ମଙ୍ଗଳ ହବ ଯେଉଁଦିନ ରାମ ରାଜଗାଦିରେ ବସିବେ। ବଶିଷ୍ଠ କହୁଛନ୍ତି ହେ ଦଶରଥ ବର୍ତ୍ତମାନ ଅଯୋଧ୍ୟାରେ କିଛି ମଙ୍ଗଳ ନାହିଁ। ସୁଦିନ ସେହିଦିନ ସୁମଙ୍ଗଳ ହବ ଯେଉଁଦିନ ରାମ ରାଜା ତେବେ ବର୍ତ୍ତମାନ ଅଯୋଧ୍ୟାରେ କିଛି ମଙ୍ଗଳ ନାହିଁ। କିନ୍ତୁ ବଶିଷ୍ଠଙ୍କର ଇଏ ତତ୍ତ୍ୱବାଣୀଟାକୁ ଦଶରଥ ବୁଝିବା ପରିସ୍ଥିତିରେ ଆଉ ନାହାନ୍ତି, ବୁଝିପାରିଲେନି। ସେ ଭାବିଲେ ମୋ ଗୁରୁ ମତେ କହିଲେ ସବୁ ସଜେଇକି ରାମ ବିଷୟରେ ଶୀଘ୍ର ସାରିଦିଏ। କିନ୍ତୁ ବଶିଷ୍ଠ କହିଲେ ସୁଦିନ ସୁମଙ୍ଗଳ ତବ ହି ଜବ ରାମ ହୋଇଯିବ ରାଜ। ନଗରରେ ଡେଗୁରା ପିଟା ହେଇଗଲା ରାତି ପାଇଲେ ରାମ ରାଜା ହେବେ। ସମସ୍ତେ ବଡ଼ ଆନନ୍ଦ ଦାସ ଦାସୀ ସମସ୍ତେ। କେଉଁ ସମୟ ହେଇଛି ନା ମଧ୍ୟାହ୍ନ ସମୟରେ ସକାଳେ ବିଚାର କଲେ ମଧ୍ୟାହ୍ନରେ ସଜେଇ ଦେଲେ 4ଟା ବେଳକୁ ଡେଗୁରା ପିଟିଦେଲେ। ମନ୍ଥରା ଶୋଇଥିଲା ମନ୍ଥରା ଯେମିତି ଶୋଇଥିଲା ଢୋ ଢା ବାଜା ବାଣ ଫୁଟିଲା ଯେମିତି ଘଟ ହୁଳହୁଳି ଶୁଭିଲା। ମନ୍ଥରା କହିଲା କ'ଣ ଆଜି ହେଉଛି ବା ସକାଳ ତ ସବୁ ଠିକ୍ ଠାକ୍ ଥିଲା ଏବେ କ'ଣ ହେଇଗଲା ନିଦ ବାବାରେ ଉଠିଲା। ଏପଟେ କୌଶଲ୍ୟାଙ୍କ ଦାସୀ କ'ଣ କରିଛି ନା ରାମ ରଜା ହେବା ଖବର ଶୁଣି ଧାଇଁ ଆସି କୌଶଲ୍ୟା ମାଆଙ୍କୁ କହିଦେଲେ ମା ରାତି ପାଇଲେ ପ୍ରଭୁ ରାମ ରଜା ହେବେ। କୌଶଲ୍ୟା ମା ଗୋଟେ ବଡ଼ ହାରଟେ ଦେଇଦେଲେ ଦାସୀ ଧରିକି ଆଉଛି କିଏ କୌଶଲ୍ୟାଙ୍କ ଦାସୀ। ମନ୍ଥରା ଉଠିକିରି ନଈ ନଈକିରି ଆସୁଛି ଆଉ ନଈ ନଈ ଆସୁଥିବାରୁ ଆଉ କୌଶଲ୍ୟାଙ୍କ ଦାସୀ ନାଚି ନାଚିକି ଯାଉଛି। ସେଆଡ଼ୁ ମନ୍ଥରା ଆସୁଛି ଧାଇଁ କୌଶଲ୍ୟାଙ୍କ ଦାସୀ ଧକ୍କାଟେ ହେଇଗଲା ମନ୍ଥରା ଦେହରେ। ମନ୍ଥରା ତଳେ ପଡ଼ିଗଲା ରହିଲ ତୋର ଏଇଟା ସାହସ ତୁ ଜାଣିଛୁ ମୁଁ କିଏ ମୁଁ ମନ୍ଥରା ଲ କହିଲା ହଁ ହଁ ମୁଁ ଜାଣିଛି କାଲି ସକାଳୁ ତୋତେ ଘରୁ କାଢିଛି ର କହିଲା ହଁ ତୁ କିଏ ମୋତେ କାଢ଼ିବୁ ମୁଁ କୈକେୟୀ ମହାରାଣୀଙ୍କର ଦାସୀ ରହ ତୁ ଟିକେ ଅପେକ୍ଷା କରେ ଏବେ କୈକେୟୀ ମା କହିକି ତୋତେ ଏବେ ଘରୁ କାଢୁଛି। କହିଲା ଏବେ ତୁ କ'ଣ କାଢ଼ିବୁ ଖାଲି ରାତିଟା ପାଇଦେବୁ ତୋତେ ଏ ରାତିରେ ମୁଁ କାଢ଼ିଦେବି। କହିଲା କାହିଁକି ନା ରାତି ପାଇଲେ ରାମ ରଜା ହେବେ। ମନ୍ଥରା ତ ଶୁଣିଗଲା ଦୁଇଟା ଦାସୀର କଳିରେ ଆରମ୍ଭ। ତ କୌଶଲ୍ୟାଙ୍କ ଦାସୀ କହୁଛି ରାତି ପାଇଲେ ରାମ ରଜା ହେବେ କୌଶଲ୍ୟା ରାଜମାତା ହେବେ ମୁଁ ରାଜମାତାଙ୍କର ଦାସୀ ହେବି। ଭରତ ତ ରାଜା ହବନି କୈକେୟୀର ତୁ ଦାସୀ ହେଇକି ଥା ମୁଁ ତ ରାଜମାତାଙ୍କର ଦାସୀ ହେବି। ମୁଁ ବଡ଼ ଦାସୀ ସବୁ ଏ ଘର ଭିତରେ ମୁଁ ସବୁଠୁ ହେଡ଼ ହେବି। ମୋ କଥା ସମସ୍ତେ ମାନିବ ଆଉ କାହା କଥା ନାହିଁ। ଏବେ ତୋ କଥା ନାହିଁ ମୋ କଥା ଚାଲିବ। ମନ୍ଥରା କହିଲା ତୋ କଥା ଚାଲିଲେ ହବ କି ତୋ କଥାରେ ମୁଁ ବାଟ ଚାକିରି ଇଏରେ ତୋତେ ମୁଁ ଏ ଘରୁ କାଢ଼ିବି। ତୁ କ'ଣ କହୁଛୁ ରାମ ରଜା ହେବେ କାଲି ରାମକୁ ଏ ଘରୁ ମୁଁ କାଢ଼ିବି। ତୁ ମୋତେ କ'ଣ କାଢ଼ିବୁ ବୋଲି କହୁଛୁ ରାମକୁ ଏ ଘରୁ କାଢ଼ି ମୁଁ
କାଢ଼ିଦେବି। ତ ମନ୍ଥରା ଚାଲିଲେ। କହିକି ମହାରାଣୀ ପଲଙ୍କ ଉପରେ ଶୋଇଛନ୍ତି। ଗଛ ପଚାରିଲା ଭଳିଆ ପଡ଼ିଗଲେ। କ'ଣ କହୁଛନ୍ତି? ମହାଦେଇ ମହାନନ୍ଦେ ଶୋଇଥାଏ ସର୍ବନାଶ ଘଟିବାକୁ ବସିନାହିଁ କ'ଣ ହେଲା? ସର୍ବନାଶ ହେଇଗଲା କହୁଛୁ ମୋ ଘରେ କହିଲା ତମେ ଏଣେ ଅଚିନ୍ତା ମଣ୍ଡପରେ ଶୋଇଛ, ତମକୁ ରାହୁ ଗ୍ରାସ କରିଗଲା। ତ ଇଏ କହିଲେ କ'ଣ ହେବ, ମୋର କେବେ କିଛି ଅସୁବିଧା ହେବନି। କହିକି ମା ଉଠିକି ବସି ପଡ଼ିଲେ, ଛାତିରେ ଛେପ ପକେଇ ଦେଇ କହିଲେ ହେଇକି ମନ୍ଥରା ମନ ଦେଇକି ଶୁଣେ, ଯେତେ ଦିନ ପର୍ଯ୍ୟନ୍ତ ମୋ ରାମ ଏ ଅଯୋଧ୍ୟାରେ ଅଛି, ମୋର ଅଯୋଧ୍ୟାକୁ କେଉଁ ରାହୁ ଶନି ନବଗ୍ରହ ଆସିକି ପିଟି ହେଲେ ବି ମୋ ଅଯୋଧ୍ୟାରେ କିଛି ହେବ ନାହିଁ। କହିକି କହୁଛନ୍ତି ରାମ ପରି ପୁତ୍ର ରତ୍ନ ଥାଉ ଥାଉ ମୋର, ରାମ ପରି ପୁତ୍ର ରତ୍ନ ଥାଉ ଥାଉ ମୋର, ବିପତ୍ତି ପଡ଼ିଲା କେତେ ଭୟ ଭରତ କି ଦଶରଥଙ୍କ ନାଁ ପ୍ରଥମେ ନେଲେନି। ଯେତେବେଳେ ମନ୍ଥରା କୈକେୟୀ କହୁଛି ତମର ସର୍ବନାଶ ହେଲା, କୈକେୟୀ ସେତେବେଳେ ମନ୍ଥରା କ'ଣ କହୁଛନ୍ତି? ରାମ ପରି ପୁତ୍ର ରତ୍ନ ଥାଉ ଥାଉ ମୋର ଅଯୋଧ୍ୟାକୁ କେବେ ବିପତ୍ତି ପଡ଼ିବନି। ମନ୍ଥରା କାହିଁକି ଏତେ କରୁଛୁ? ଯେତେ ଦିନ ପର୍ଯ୍ୟନ୍ତ ରାମ ଏ ଅଯୋଧ୍ୟାରେ ଅଛି, ଅଯୋଧ୍ୟାର କେଶ ଟିକେ କିଏ ବଙ୍କା କରିପାରିବେ ନାହିଁ। ଏ ବିଶ୍ୱାସ ମୁଁ ଜାଣିଛି, ରାମ ଅଛି ମାନେ ଅଯୋଧ୍ୟାର କେଶ ଟିକେ ବଙ୍କା ହେବନି। କାଳ ତ କାଳ, ମହାକାଳ ଆସିଲେ ବି ପଛାଡ଼ିଆ ହେଇକି ପଳେଇବ, ଏ ରାଜ୍ୟକୁ ପଶିପାରିବ ନାହିଁ। ମନ୍ଥରା କହିଲା ତମେ ସବୁ ଜାଣିଛ, ମୁଁ ଆଉ କାହିଁ ତମକୁ ବତେଇବି? କହିଲେ ହେଇଟି ଏତିକି ଶୁଣେ ନା, ଖାଲି ରାମ ନୁହନ୍ତି, ଦଶରଥର ଆମର ପ୍ରାଣ ପ୍ରିୟ ପତି ମୋ ପୁତ୍ର ଭରତ
ଅଛି ମୋ ବାପଘରରେ କିଛି ଅସୁବିଧା ହେବନି। ଯଦି ରାମ ଅଯୋଧ୍ୟାରେ ଅଛି ଅଯୋଧ୍ୟାରେ କିଛି ଅସୁବିଧା ହେବନି। ମୁଁ ଜାଣିଛି ମୋ ବାପଘରରେ ଦୁଃଖ ନାହିଁ କି ମୋ ଘରେ ଦୁଃଖ ନାହିଁ। ମୋ ବାପଘରେ ଭରତ ଅଛି, ମୋ ଅଯୋଧ୍ୟାରେ ରାମ ଅଛି। ରାମ ଭରତ ଥିବା ଯାଏ ମୋତେ କେବେ ଦୁଃଖ ଆସିବ ନାହିଁ। ଦଶରଥ ରାଜା ହେଉଛନ୍ତି ମୋର ପ୍ରାଣ ଠାରୁ ଅଧିକ ପ୍ରିୟ। ତେଣୁ ଦଶରଥ ମୋର ସବୁବେଳେ ସୁରକ୍ଷିତ ରହିବେ। କେତେବେଳେ ପର୍ଯ୍ୟନ୍ତ ନା ଯଦି ରାମ ଭରତ ମୋ ଆଖି ଆଗରେ ଅଛନ୍ତି ସେତେବେଳେ ପର୍ଯ୍ୟନ୍ତ ମୋ ଦଶରଥ ସୁରକ୍ଷିତ। ଯେଉଁ କୈକେୟୀ ଜାଣିଛି ରାମ ଭରତ ଏକାଠି ଥିବା ଯାଏ ଦଶରଥ ସୁରକ୍ଷିତ, ପୁଣି ସେ ଦଶରଥ ମୋର ପ୍ରାଣ ଠାରୁ ଅଧିକ ପ୍ରିୟ, ସେ କୈକେୟୀ କେମିତି ରାମ ଭରତକୁ ଅଲଗା କରିବ? ଯିଏ କହୁଛି ମନ୍ଥରାକୁ, ମନ୍ଥରା କହିଲା ଆଚ୍ଛା ତମେ ମୋ କଥା ଶୁଣିବ ନା ଖାଲି ତମ କଥା କହିବ? କହିଲେ କହୁନୁ ତୁ କ'ଣ କହୁଛୁ? ଲକ୍ଷ୍ମଣ ତୋତେ ବାଡ଼େଇ ଦିଅ ବୋଧେ, ସେଥିପାଇଁ ତୁ କାନ୍ଦି କାନ୍ଦି ଆସିକି ମୋତେ କହୁଛୁ ସର୍ବନାଶ ହେଇଗଲା ବୋଲି। କହିଲେ ସିଏ କାହିଁ ମୋତେ ବାଡ଼େଇ ହବା, ତମକୁ ପରା ଦୈବ ବାଡ଼େଇ ଦେଇଛି। ମନ୍ଥରା କହୁଛି ତମକୁ ଦୈବ ବାଡ଼େଇ ଦେଇଛି ବୋଲି ମୁଁ କାନ୍ଦୁଛି। କୈକେୟୀ କହିଲେ ଭୁଲ କହିଦେଲୁ ମନ୍ଥରା, ଦୈବ ମୋତେ ଦେଖିଲେ ମୁଣ୍ଡିଆ ମାରିବ। ରାମ ମୋ ଘରେ ଅଛି, ଦୈବ ମୋତେ ବାଡ଼େଇବ କ'ଣ? ଦୈବ ମୋତେ ମୁଣ୍ଡିଆ ମାରିବ। ତ ମନ୍ଥରା କହୁଛି ହଉ ହଉ ତମେ ଏତେ ଆଉ ରାମକୁ ଟେକନି, ରାତି ପାହିଗଲେ ସର୍ବନାଶ ହେଇଯିବ, କିଛି ଆଉ ଭଲ ହବନି। କହିଲେ କ'ଣ ହେଇଯିବ? ନା ରାତି ପାହିଗଲେ ରାମ ତୋର ଯାହେବ, ଏବେ ଶୁଣି ଆସି କୈକେୟୀ ମା ନବରତ୍ନର ହାର, କୌଶଲ୍ୟା ମା ତ ଗୋଟେ ଖାଲି ହାର ସୁନା ହାରଟା ଦେଇଥିଲେ ତାଙ୍କ ରାଶିକି। ମନ୍ଥରା ବେକରେ ନବରତ୍ନର ହାର, ଗୋଟେ ରତ୍ନ ନାହିଁ 9ଟା ରତ୍ନର ହାର দিয়ে ନେଇକି ପକେଇଦେଲେ ବଡ଼ ହାରଟେ। କହିଲେ ମୁଁ କେବେଠୁ ଅପେକ୍ଷା କରିଛି, କିଏ ମୋତେ ଏ ଖବରଟା ଦେବ? କେଉଁଦିନ ଯିଏ ମୋତେ ଏ ଖବର ଦେବ ତାକୁ ଏ ହାରଟା ଦେବି ବୋଲି ମୁଁ ବନେଇକିରି ରଖିଛି ଆଗରୁ। ରାମ ରଜା କଥା ଯିଏ ମୋତେ କହିବ ତାକୁ ଏ ହାର ପିନ୍ଧେଇକି ଆଜି ତୁ ମୋତେ କେଡ଼େ ବଡ଼ ଭଲ ଖବର ଦେବୁ, ତୋ ବେକରେ ମୁଁ ହାର ପକେଇଦେବି। ମନ୍ଥରା କହିଲା ହାର ପକେଇଲନି, ମୋ ବେକରେ ସାପ ପକେଇ ଦେଇଥିଲା ଭଲ। କହିଲା କ'ଣ ପାଇଁ ଏମିତି ତୁ ହଉଥିଲ ମନ୍ଥରା, କାହିଁକି ଏ ଘର ଭଗା ବୁଝି ସବୁବେଳେ ଧରୁଛୁ? ଆଜି ଟିକେ ଭଲ ବୁଝି ଧ, ହାତୀ ପାଇଲେ ରାମ ରଜା ହବ। କହିଲା ଘର କ'ଣ ମୋର ଅଛି ଯେ ମୋ ଘର ଭାଙ୍ଗିଯିବ? ଘରଟା ତମର ଭାଙ୍ଗି ଯାଉଛି ନା? ମୋର ତ କିଛି ନାହିଁ, ମୁଁ ତମ ପାଇଁ ଆଇଛି। ମୋର ପୁଅ ଅଛି ନା ସ୍ୱାମୀ ଅଛି ନା କିଏ ଅଛି ଯେ ମୋ ଘର ଭାଙ୍ଗିଯିବ? ତମ ଘରଟା ଭାଙ୍ଗିଯିବ। କହିଲେ ମନ୍ଥରା କହନା ଏମିତି କଥା, ଆଜି କେତେ ବଡ଼ ଖୁସିର ଦିନ। କହିଲେ ହେଇଟି ମନେ ରଖିଥାଅ, ରାମ ଯଦି ରଜା ହବ କୌଶଲ୍ୟା ରାଜମାତା ହବ, ତମେ ସୌତୁଣୀର ଦାସୀ ହବ। କହିଲେ ସୌତୁଣୀ କିଏ ଏଠିଲ? ଆମେ ପରା ଦି ଭଉଣୀ, ସୌତୁଣୀ କ'ଣ ତୁ କହୁଛୁ? ମୁଁ କୌଶଲ୍ୟାଙ୍କର ଦାସୀ ହେଲେ ମୋର ଦୁଃଖ ନାହିଁ। ମନ୍ଥରା କହିଲା ଏ ବୁଦ୍ଧି ଆଉ କାମ ଦେଉନି, ଆଉ ଗୋଟେ କ'ଣ ଚଲେଇବାକୁ ପଡ଼ିବ। କହିଲେ ହେଇଟି ଯଦି କେତେବେଳେ ତମ ବାପା କୋଉଠି ଯୁଦ୍ଧରେ ହାରିଯିବେ, ରାମ ଯଦି ସୈନ୍ୟ ସାମନ୍ତ ନେଇକି ତମ ବାପା ପାଇଁ ଲଢ଼େଇ କରିବାକୁ ନ ଯିବ, ସେ କ'ଣ ମରିକି ଯାଉଯିବା? ତା ମୋର ବାଡ଼ିଆ ପିଟା ହେଉଛନ୍ତି, ମୁଁ କାହିଁ ଯିବି? କହିଲେ ତୁ ରାମ ବିଷୟରେ ଏମିତି କପଟ କଥା କହନା। ତ ମନ୍ଥରା ଭାବିଲା ଆଚ୍ଛା ରାମ ବିରୋଧରେ କହିଲେ ଶୁଣୁନି, କୌଶଲ୍ୟା ବିରୋଧରେ କହିଲେ ଶୁଣୁନି, କେଉଁ ବିରୋଧରେ କାହା ବିରୋଧରେ କହିଲେ ଇଏ ଶୁଣୁନାହିଁ, ତାହେଲେ କ'ଣ କହିବି? ହଉ ମନେ ମନେ ଚିନ୍ତା କଲା ଆଚ୍ଛା ଠିକ୍ ଅଛି, ତମର ରଘୁବଂଶର ସତ୍ୟ ତ ରକ୍ଷା କର। ମନ୍ଥରା କହୁଛି ହେ ମା କୈକେୟୀ ତମ ରଘୁକୁଳର ସତ୍ୟ ରକ୍ଷା କର। କହିଲେ ମୋ କୁଳର କ'ଣ ସତ୍ୟ, କେଉଁଠି ଅସତ୍ୟ ହେଇଗଲା? କହିଲେ ତମ ପରା କହୁଛ ରଘୁକୁଳ ରୀତି ସଦା ଚଲିଆଇ ପ୍ରାଣ ଯାଉ ବୋଲି ବଚନ ନ ଯାଇ, ତମ ବାହାଘର କଥା ଟିକେ ମନେ ପଡ଼ୁନି କି ତମର? ତମ ବାପାଙ୍କ ପାଖରେ ତମ ସ୍ୱାମୀ ପରା ସତ୍ୟ କରିଥିଲେ, ଯେତେବେଳେ କୈକେୟୀଙ୍କର ବାହାଘର ହେଇଥିଲା ସେତେବେଳେ କୈକେୟୀ ନରସ ଦଶରଥଙ୍କୁ ସତ୍ୟ କରାଇଥିଲେ ଯେ କୈକେୟୀର ବଡ଼ ପୁଅ ହିଁ ଅଯୋଧ୍ୟାରେ ରାଜା ହେବ। କୈକେୟୀ ଠାରୁ ଯେଉଁ ପୁଅ ଜନ୍ମ ହେବ ତା ବଡ଼ ପୁଅ ହିଁ ଅଯୋଧ୍ୟାରେ ରାଜା ହେବ, ସତ୍ୟ କଲେ ମୁଁ କୈକେୟୀ ତମକୁ ଦେବି। ଦଶରଥ ସତ୍ୟ କରିଛନ୍ତି, କୈକେୟୀର ବଡ଼ ପୁଅ ହିଁ ଅଯୋଧ୍ୟାର ରାଜା ହେବ, ଆଉ କିଏ ରାଜା ହେଇପାରିବେ ନାହିଁ। କହିଲେ ସେ ସତ୍ୟ ଯଦି ରକ୍ଷା ନ ହେବ ରଘୁବଂଶରେ କଳଙ୍କ ଲାଗିଯିବନି? କୈକେୟୀ ମା ଭାବିଲେ ସତ କଥା ତ, ଯଦି ଘରର ବୋହୂ ମୁଁ, ଯଦି ରାମ ଇଏ ସତ କଥାଟା କହୁଛି, କିନ୍ତୁ କୈକେୟୀ ଜାଣିଛନ୍ତି ଯେଉଁଦିନ ରାମ ଜନ୍ମ ହେଲେ କିଏ କ୍ଷୀର ଦେଇଥାନ୍ତା? କୈକେୟୀ ଦେଇଛନ୍ତି। କୈକେୟୀ କହିଲେ ଭରତ ମୋର ପୁଅ ନୁହଁ, ବଡ଼ ବହୁତ ମୋର ରାମ। ମୋ ବାପାର ସତ୍ୟ ରକ୍ଷା କରିବା ପାଇଁ ମୁଁ ପ୍ରଥମେ ଭରତକୁ କ୍ଷୀର ଦେଇନି, ରାମକୁ କ୍ଷୀର ଦେଇଛି। ରାମକୁ ରଜା କରିବି ବୋଲି ମୁଁ ପିଲାଦିନୁ ଦେଖିଛି, କିନ୍ତୁ ଯେଉଁ ସତ୍ୟ କଥାଟା କହିଲୁ ସେ ସତ୍ୟ ମୋର ମନେ ପଡ଼ିଗଲା। ତ ସୁଧୀ ସଜନ ମଳି କୈକେୟୀ ମା ବସିକିରି ଭାବୁଛନ୍ତି ମନ୍ଥରା ତ କେତେ କଥା କହୁଛି, ଆଉ ମନ୍ଥରା କଥା କୈକେୟୀଙ୍କ କାନକୁ ଯାଉନି। କୈକେୟୀ କୋଉ କୋଉ କଥା ଭାବୁଛନ୍ତି? ସ୍ୱାମୀର ଯେ ସତ୍ୟ, ମୋ ପୁତ୍ରର ସତ୍ୟ, ରଘୁକୁଳ ସତ୍ୟ, ଆଜି ହୋଇବ ସତ୍ୟ, ଯଦି ଆମ
ସ୍ୱାମୀର ସତ୍ୟ, ପୁଅର ସତ୍ୟ, ରଘୁବଂଶର ସତ୍ୟ, ଇଏ ସମସ୍ତଙ୍କର ସତ୍ୟ କଥାଟା ମନେ ପଡ଼ିଲା। ଆଚ୍ଛା ସୁଧୀ ସଜ୍ଜନ ମଣ୍ଡଳୀ, କୈକେୟୀ ମା କହୁଛନ୍ତି ଯଦି ରାମ ସିଂହାସନରେ ବସିବ ତାହେଲେ ରଘୁବଂଶରେ କଳଙ୍କ ଲାଗିବ। ରାମ ବସିଯିବ ଯଦି ସିଂହାସନରେ ରାତି ପାଇଲେ ରଘୁବଂଶରେ କଳଙ୍କ ଲାଗିଯିବ, ଭୁଲ ହେଇଯିବ। ରଘୁକୁଳ କମଳରେ ଲାଗିବ କଳଙ୍କ, ଯଦି ରାମ ଅଯୋଧ୍ୟା ବସିବ ରାଜା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ରାମ ଲକ୍ଷ୍ମଣ ସିଆ ସୁନ୍ଦର ଶ୍ୟାମ। ଅଯୋଧ୍ୟାରେ ଜ୍ଞାନୀ ସବୁଠୁ କିଏ? ସେ କୈକେୟୀ ହଉଛି ମହାଜ୍ଞାନୀ, ତାଠୁ ଅଧିକ ଜ୍ଞାନୀ କେହି ନାହିଁ। କୈକେୟୀ ମା ବସି କାନ୍ଦୁଛି। ଏତେ ବଡ଼ ଖୁସିର କଥା ଶୁଣିଲି ସତ, କିନ୍ତୁ ଯେଉଁ ଖୁସିଟାକୁ ଶୁଣୁଛି ସେ ଖୁସିଟାକୁ ମୁଁ ଖୁସି ହେଇପାରୁନି। କାହିଁକି ନା ରଘୁବଂଶରେ କଳଙ୍କ ଲାଗିଯିବ। ରାମ ନୁହନ୍ତି ଅଯୋଧ୍ୟାର ବଡ଼ ପୁଅ, ରାମ ଅଯୋଧ୍ୟାର ବଡ଼ ପୁଅ ନୁହନ୍ତି। ଅଯୋଧ୍ୟାର ବଡ଼ ପୁଅ କିଏ? ବିଭୀଷଣ ହଉଛି ଅଯୋଧ୍ୟାର ବଡ଼ ପୁଅ, ରାମ ବଡ଼ ପୁଅ ନୁହନ୍ତି। ତ ସୁଧୀ ସଜ୍ଜନ ମଣ୍ଡଳୀ, ବିଭୀଷଣ କେମିତି ବଡ଼ ପୁଅ ହେଲା? ଆପଣ ଜାଣିଛନ୍ତି ରାବଣ ଦଶରଥଙ୍କୁ ନାଡ଼ି କାଟିକି ନେଇଯାଇଛି ନା ନାହିଁ? ନାଡ଼ି ଯେଉଁ କାଟିକି ନେଇଯାଇଛି ସେ ନାଡ଼ିଟା ନେଇକି କେଉଁଠି ରଖିଛି? ଘରେ ରଖିଛି, ଲୁଚେଇକି ରଖିଛି। ଏଇ ନାଡ଼ିରୁ ଯେଉଁ ପୁଅ ଜନ୍ମ ହେବ ସେ ମୋ ମୃତ୍ୟୁର କାରଣ ହେବ। ମୋ ମୃତ୍ୟୁର କାରଣ କିଏ ହେବ? ଦଶରଥ ଔରସରୁ ଯେଉଁ ପୁଅ ଜନ୍ମ ହେବ ସିଏ ମୋ ମୃତ୍ୟୁର କାରଣ ହେବ। କୌଶଲ୍ୟା ଗର୍ଭରୁ ଯେଉଁ ପୁଅ ଜନ୍ମ ହେବ ସେ ପୁଅ ମୋତେ ମାରିବ। ତେଣୁ ଦଶରଥର ନାଡ଼ିଟାକୁ ଚୋରି ନେଇଯିବେ। କୌଶଲ୍ୟାକୁ ତ ଚୋରେଇକି ନେଇଥିଲା କିନ୍ତୁ ବାହାଘର ହେଇଗଲା। କୌଶଲ୍ୟା ଚୋରି କଥା ଆଗକୁ ଶୁଣିବା। କିନ୍ତୁ ଦଶରଥର ନାଡ଼ିଟା ଯେଉଁ ଚୋରେଇକି ନେଇଥିଲେ ତାକୁ କିଏ ଖାଇଥିଲା? ନିକଷା ଖାଇଥିଲା। ଯେଉଁ ନିକଷା ଖାଇ ଦେଇଥିଲା ବୋଲି ତା ଗର୍ଭରୁ କିଏ ଜନ୍ମ ହେଇଥିଲା? ବିଭୀଷଣ ଜନ୍ମ ହେଇଥିଲା। ତେଣୁ ଭାଇ ବିପଦରେ ପଇଲେ ଆଗେ କିଏ ଆସିବ? ଭାଇ ହିଁ ଆସି ପହଞ୍ଚିବ, ଆଉ କିଏ ଆସି ପହଞ୍ଚିବେ ନାହିଁ। ରାମ ବିପଦରେ ପଡ଼ିବାରୁ ବିଭୀଷଣ ରାବଣକୁ ଛାଡ଼ି ଦେଇକି ନିଜ ଭାଇ ଅରିଜିନାଲ ଭାଇ ବୋଲି ଭାଇ ପାଖକୁ ପଳେଇ ଆସିଲେ। ଏକଥା କୈକେୟୀ ଜାଣିଛି ବିଭୀଷଣ ହେଉଛି ମୋର ଅଯୋଧ୍ୟାର ବଡ଼ ପୁଅ। ବିଭୀଷଣ ରଜା ହେଲେ ରାମ ରଜା ହେବ। ବିଭୀଷଣ ରଜା ନ ହେବା ପର୍ଯ୍ୟନ୍ତ ରାମ ରଜା ହେଲେ ରଘୁବଂଶରେ କଳଙ୍କ ଲାଗିଯିବ। ସୁଧୀ ସଜ୍ଜନ ମଣ୍ଡଳୀ, କୈକେୟୀ ମା ରାମ ବନବାସ ଗଲାବେଳେ ରାମକୁ କହିଥିଲେ ବାପରେ ଯିବୁ ବନବାସ ଗଲାବେଳେ ଘରକୁ ଆସିଲା ଆଗରୁ ବିଭୀଷଣକୁ ରଜା କରେଇକି ଆସିବୁ। ବିଭୀଷଣ ରଜା ନହେଲା ପର୍ଯ୍ୟନ୍ତ ଏଇ ସିଂହାସନରେ କିଏ ବସିପାରିବ ନାହିଁ। ରାମଚନ୍ଦ୍ର ମା କୈକେୟୀର କଥା ମାନିଥିଲେ ବୋଲି ରାବଣ ମରିକି ବିଭୀଷଣକୁ ରଜା ଘୋଷଣା କଲେ ନା କଲେନି? ରାବଣ ମରିଛି କି? ବାଳି ମଲା ପରେ ସୁଗ୍ରୀବକୁ ରଜା କଲେ ନା ଆଗରୁ ରଜା କରିଦେଲେ? ବାଳି ମଲା ପରେ ସୁଗ୍ରୀବକୁ ରଜା କଲେ। କିନ୍ତୁ ରାବଣ ମରିନି। ବିଭୀଷଣ ପହଞ୍ଚୁ ପହଞ୍ଚୁ କ'ଣ କଲେ? ବିଭୀଷଣର ରାଜତିଳକ କରିଦେଲେ। ହନୁମାନ କହିଲେ ପ୍ରଭୁ ମୁଁ ଟିକେ ଦ୍ୱନ୍ଦ୍ୱରେ ପଡ଼ିଲି। କହିଲେ କ'ଣ ପାଇଁ? ନା ପ୍ରଭୁ ବାଳି ମଲା ପରେ ସୁଗ୍ରୀବକୁ ରଜା କଲ, ରାବଣ ମରିନି ବିଭୀଷଣକୁ କେମିତି ଆପଣ ରଜା କରିଦେଲେ? କହିଲେ ଆଚ୍ଛା ବିଭୀଷଣ ମରିବ, ରାବଣ କ'ଣ ମରିବନି କି? ହନୁମାନ କହିଲେ ପ୍ରଭୁ ରାବଣକୁ ଆପଣ କାହିଁକି ମାରିବେ ଗୋଟେ କଥା କୁହନ୍ତୁ। କହିଲେ ସୀତାଙ୍କୁ ଚୋରି ନେଇଛି ବୋଲି ମାରିବି ନା ଯଦି ରାବଣ ସୀତାଙ୍କୁ ଫେରେଇ ଦେବ, କହିବ ନାଇଁ ଆଉ ମୁଁ ତୋ ସ୍ତ୍ରୀକି ରଖିବିନି, ନେଇଯା ତୋ ସ୍ତ୍ରୀ ବୋଲି ଦେଇଦେବ, ତାହେଲେ କ'ଣ ତମେ ରାବଣକୁ ମାରିବ କି? କହିଲେ ନାଇଁ ସୀତାଙ୍କୁ ଫେରେଇ ଦେଲେ ମୁଁ କାହିଁକି ମାରିବି, ଯଦି ନ ଫେରେଇବ ମୁଁ ତାକୁ ମାରିବି। ହନୁମାନ କହିଲେ ଧରନ୍ତୁ ସୀତାଙ୍କୁ ରାବଣ ଫେରେଇ ଦେଲା, ରାବଣ ତ ମରିବନି, ବିଭୀଷଣ କୋଉଠି ରଜା ହବ? ତମେ ତ ତିଳକ ପିନ୍ଧେଇ ଦେଲନି, ବିଭୀଷଣକୁ କୋଉଠି ରଜା କରିବ? ରାମ କହିଲେ ଅଯୋଧ୍ୟାଟା ଥୁଆ ହେଇଛି ମୋର, ଅଯୋଧ୍ୟାଟା ବାଲାନ୍ସ ହେଇକିରି ଥୁଆ ହେଇଛି। ଯଦି ରାବଣ ମଲା ବିଭୀଷଣ ଲଙ୍କାର ରଜା ହବ, ଯଦି ରାବଣ ନ ମଲା ବିଭୀଷଣ ଅଯୋଧ୍ୟାରେ ରଜା ହବ। ସେଥିପାଇଁ ରାମଚନ୍ଦ୍ର ଯାଉ ଯାଉ ବିଭୀଷଣକୁ ତିଳକ ପିନ୍ଧେଇ ଦେଲେ। କାହିଁକି ନା ବିଭୀଷଣ ହେଉଛି ପ୍ରଥମେ ରଜା ହବ। କୈକେୟୀ ମା କହିଥିଲେ ବାପାର ବିଭୀଷଣ ରଜା ଯେବେ ହୋଇ ନ ପାରିବ, ଅଯୋଧ୍ୟାରେ କେହି ରାଜଗାଦି ନ ପାରିବ, ସିଂହାସନରେ ଯଦି ନ ବସିବ କେହି, ରଘୁକୁଳରେ କଳଙ୍କ ଲାଗିବ ଛାଇ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ରାମ ଲକ୍ଷ୍ମଣ ସିଆ ସୁନ୍ଦର ଶ୍ୟାମ। ଏକ ନମ୍ବର କାରଣ କ'ଣ? ବିଭୀଷଣ ହେଉଛନ୍ତି ଅଯୋଧ୍ୟାର ବଡ଼ ପୁଅ, ଏକ ନମ୍ବର। ଦୁଇ ନମ୍ବର କ'ଣ ନା କୈକେୟୀ କଥା ଦେଇଛନ୍ତି କିଏ? ସେ ଯେ କୈକେୟୀ ନରସିଂହଙ୍କୁ ଦଶରଥ ରାଜା କଥା ଦେଇଛନ୍ତି କୈକେୟୀର ବଡ଼ ପୁଅ ହିଁ ରଜା ହବ। ଏ କଥା ତ କୈକେୟୀ ଆଗରୁ ପୂରଣ କରିଦେଇଛନ୍ତି। ରାମକୁ ସ୍ତନରୁ କ୍ଷୀର ଦେଇକି ବଡ଼ କରିଦେଇଛନ୍ତି। କିନ୍ତୁ ଦୁନିଆ ଜାଣିଛି କି କୈକେୟୀଙ୍କ ପୁଅ ରାମ ବୋଲି? ସମସ୍ତେ ଜାଣିଛନ୍ତି କୈକେୟୀଙ୍କ ପୁଅ ଭରତ। କୈକେୟୀଙ୍କ ପୁଅ ରାମ ବୋଲି କେବଳ କୈକେୟୀ ଜାଣିଛି, ଦଶରଥ ବି ଜାଣି ନାହାନ୍ତି।
ନାହାନ୍ତି ସତରେ। ଇଏ ହେଉଛି 2 ନମ୍ବର ସତ୍ୟ। 1 2 କାରଣ ଗଲା। 3 ନମ୍ବର କ'ଣ? କୈକେୟୀ କହିଲେ ରାମ ତନୁ ହୋଇ ଆମର ପୁଅ ତୋର ପୁଅଟି ପାଇଁ ଘରେ ରଖିବା। ରାମ ତନୁ ହୋଇ ଆମର ପୁଅ ତୋର ପୁଅକୁ କାହିଁ ଘରେ ରଖିବା। ରାମ ଦଶରଥଙ୍କ ଘରର ପୁଅ ରାମ ନୁହନ୍ତି। କାହା ଘର ପୁଅ? ପକ୍ଷୀ ଜଟାୟୁର ପୁଅ। ରାମ କାହା ପୁଅ? ଜଟାୟୁ ପକ୍ଷୀର ପୁଅ। ଯେଉଁଦିନ ଦଶରଥ ରାଜା ଶନିଙ୍କ ପାଖକୁ ଯାଇଥିଲେ ମୋର ଅଯୋଧ୍ୟାକୁ ବକ୍ର ଦୃଷ୍ଟି ପକେଇବନି ବୋଲି, ଶନିଙ୍କର ବକ୍ର ଦୃଷ୍ଟିରେ ରାଜା ଦଶରଥଙ୍କର ରଥ ଜଳିଗଲା, ଖସି ପଡ଼ୁଥିଲେ। ଜଟାୟୁ ପକ୍ଷୀ ଦେଖିଲା ଉପରୁ ଗୋଟେ ରଥଟା ଜଳି ଯାଉଛି, ଖସି ପଡ଼ୁଛି। ସେତେବେଳେ ଦଶରଥଙ୍କୁ ଉପରୁ ବଞ୍ଚେଇ ଆଣି ତଳେ ଥୋଇଥିଲେ। ମିତ୍ରତା ସ୍ଥାପନ ହେଇଥିଲା ଜଟାୟୁଙ୍କର ଏବଂ ଦଶରଥଙ୍କର। ସେତେବେଳେ ଜଟାୟୁ କହିଥିଲେ ଆଜ୍ଞା ଆପଣ ଯଦି ମୋତେ ଦେବାକୁ କିଛି ଚାହୁଁଛନ୍ତି, ମୁଁ ଆପଣଙ୍କ ଜୀବନ ବଞ୍ଚେଇଲି ବୋଲି ଦେବେ ବୋଲି କହୁଛନ୍ତି, ଆପଣଙ୍କ ବଡ଼ ପୁଅଟାକୁ ମୋତେ ପୁଅ କରି ଦେଇଦେବେ। ଦଶରଥ କହିଲେ ମୋର ଏପର୍ଯ୍ୟନ୍ତ ପୁଅ ଜନ୍ମ ହେଇନି। କହିଲେ ହବ ନିଶ୍ଚିତ, ଯେଉଁଦିନ ହବ ବଡ଼ ପୁଅଟା ମୋତେ ଦେଇଦେବ। ଦଶରଥ କହିଲେ ହଉ, ମୁଁ ରଘୁକୁଳର ରାଜକୁମାର ରାଜା ଦଶରଥ ସତ୍ୟ କଲି, ମୋର ଯେବେ ପୁଅ ଜନ୍ମ ହବ ମୋ ଜ୍ୟେଷ୍ଠ ପୁତ୍ର ମୁଁ ତମକୁ ଦେଇଦେବି, ବଡ଼ ପୁଅଟା ମୁଁ ତମକୁ ଦେଇଦେବି। ଯେଉଁଦିନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଜନ୍ମ ହେଲେ ଜଟାୟୁ ଯାଇଥିଲେ ମାଗିବା ପାଇଁ। କହିଲେ ଆଜ୍ଞା ଏବେ ମୋ ପୁଅଟାକୁ ମୋତେ ଦେଇଦିଅ, 4ଟା ପୁଅ ତମ ଘରେ, ଗୋଟେ ମୋ ପୁଅଟା ବଡ଼ ପୁଅ ମୋତେ ଦେଇଦିଅ, ତମେ 3ଟା ରଖ। ଦଶରଥ କହିଲେ ଆଜ୍ଞା ତମେ ନେଲେ ଖାଇବାକୁ କ'ଣ ଦେବ? ତମେ ତ ପକ୍ଷୀ ଲୋକ, ତମେ ଖାଇବାକୁ କିଛି ଦେଇପାରିବ କି? ପିଲାଟା ମରିଯିବ, ଏଇଠି ରହିକି ବଡ଼ ହଉ। ତମ ପୁଅ କିଏ, ମୋ ପୁଅ କିଏ? ଆମେ 2 ଜଣ ମିତ୍ର। ତେଣୁ ମୁଁ ତମକୁ ସତ୍ୟ କରିଛି ମାନେ ତମେ ପୁଅ ନେଇଯିବ। ପୁଅ ବଡ଼ ହେଲା ପରେ ଆସିଲେ କହିଲେ ପୁଅ ଟିକେ ପାଠ ପଢ଼ୁ, ବଣରେ ଗଲେ କ'ଣ ହବ, ମୂର୍ଖ ହେଇଯିବ। ଆମ ଘରେ ରହିକି ଟିକେ ପାଠ ପଢ଼ୁ। ପାଠ ପଢ଼ିଲା ପରେ ପୁଅକୁ ନେଇବାକୁ ଗଲେ ଗଲେ ପୁଅଟା ଯାଇଛି ପରା ଯଜ୍ଞ ରକ୍ଷା କରିବା ପାଇଁ। ସେଠୁ ବାହା ହେଇକି ରାମ ଆସିଲେ। ଯେତେବେଳେ ବାହା ହେଇକି କୈକେୟୀ ଦେଖିଛନ୍ତି ଜଟାୟୁ ପକ୍ଷୀ ଆସିଥିଲା ରାମ ସୀତାଙ୍କୁ ବୋହୂ ମୁହଁ ଦେଖିବାକୁ। ଦଶରଥ ଦେଖେଇ ଦେଲେନି ବୋହୂ ମୁହଁ। ଜଟାୟୁ ପକ୍ଷୀକି କହିଲେ ନାଇଁ ନାଇଁ ତମକୁ ଦେଖିଲେ ଡରିଯିବ, ବୋହୂଟା କ'ଣ ହବ, ଡରିଯିବ, ତମେ ବୋହୂକୁ ଦେଖନି, ଯାଅ ଘରେ। ଜଟାୟୁ ଆଉ ଦେଖିପାରିଲାନି। କହିଲେ ଆଚ୍ଛା ମୋ ପୁଅ ବୋହୂ କଲ ଟିକେ, ମୋ ଘରକୁ ଯିବେନି ମୋ ପୁଅକୁ? କୈକେୟୀ କହିଲେ ସେଦିନ ଲୋଭରେ ଆମେ ରଖିଦେଲୁ, ପୁଅ ବୋହୂକୁ ଛାଡ଼ିଲୁନି। ଜଟାୟୁ 4 ଥର ଆସିଛି, 4 ଥର ଫେରି ଯାଇଛି। କିନ୍ତୁ ଏ ପୁଅ ଆମେ ତାକୁ ଦାନ ଦେଇଦେଇଛୁ। ଦାନ ଦେଇଥିବା ଜିନିଷ ଉପରେ ଆମର କିଛି ଅଧିକାର ନାହିଁ, ତଥାପି ଆମେ ଆମର ବୋଲି କହିକି ରଖୁଛୁ। ରାମ ତ ନୁହେଁ ଆମ ପୁଅ, ଆମେ ଯଦି ତାକୁ ସିଂହାସନରେ ବସେଇବୁ ରଘୁବଂଶରେ କଳଙ୍କ ଲାଗିଯିବ ନା ନାହିଁ, ଲାଗିବନି? ଯେହେତୁ ମୁଁ ରଘୁବଂଶର ବୋହୂ, ମୋ ବଂଶରେ କଳଙ୍କ ଲାଗିଗଲେ ମୁଁ ତାହେଲେ ଆଉ କ'ଣ ଏ ରଘୁବଂଶର ବୋହୂ ହେଇ ଘରର ମର୍ଯ୍ୟାଦା ରକ୍ଷା କରିବି? ମୋ ସ୍ୱାମୀ ସିନା ସତ୍ୟ ବୋଲି ହେଉଛନ୍ତି, ମୁଁ ଭୁଲିଲେ ହେବ କି? ରାମକୁ କେମିତି ଜଟାୟୁ ପାଖରେ ପହଞ୍ଚିବାକୁ ପଡ଼ିବ। ଦଶରଥଙ୍କୁ ସିନା ରାମ ତିଳ ତର୍ପଣ ଦେଇପାରିଲେନି, କିନ୍ତୁ ଜଟାୟୁ ମୁହଁରେ ପାଣି ଦେଇ ଜଟାୟୁ ତିଳ ତର୍ପଣ କରିଛନ୍ତି। କାହିଁକି ନା ସେ ହେଉଛନ୍ତି ଜଟାୟୁର ପୁଅ। ଜଟାୟୁ ଯେଉଁଦିନ କହିବ ତମେ ରାମ ମୁଁ ଦଶରଥଙ୍କୁ ଫେରେଇ ଦେଲି, ସେଦିନ ସେ ଦଶରଥଙ୍କ ପୁଅ। ଜଟାୟୁ ନ ଫେରିବା ପର୍ଯ୍ୟନ୍ତ ଦଶରଥର ପୁଅ ହେଇପାରିବେ ନାହିଁ। କୈକେୟୀ କହିଲେ ଯେ ଯାଏ ସେ ପକ୍ଷୀ ଫେରାଇ ଦେଇ ନାହିଁ, ସେ ଯାଏ ତ ରାମ ମୋ ପୁତ୍ର ରଘୁକୁଳ ସତ୍ୟ ଦେଇଥିଲି ଦାନ, ଦାନ ଦେଇଥିବା ପୁତ୍ରକୁ କରିବି ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ରାମ ଲକ୍ଷ୍ମଣ ସିଆ ସୁନ୍ଦର ଶ୍ୟାମ। 4 ନମ୍ବର କାରଣ ପଡ଼ିଲା। 5 ନମ୍ବର କାରଣ ଦେଖନ୍ତୁ। କହିଲେ 5 ନମ୍ବର କାରଣ କ'ଣ? କହିଲେ ରାମ ସତ୍ୟ ମୋ ପୁତ୍ର କରିଥିଲା, ସୀତା ଦେବ ବୋଲି ବାରତା ଯେ ଦେଲା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ରାମ ଲକ୍ଷ୍ମଣ ସିଆ ସୁନ୍ଦର ଶ୍ୟାମ। ରାମଚନ୍ଦ୍ର ରାବଣକୁ ସୀତା ଦେବେ ବୋଲି ସତ୍ୟ କରିଥିଲେ। ରାମଚନ୍ଦ୍ର ରାବଣକୁ କ'ଣ କହିଥିଲେ, ମୁଁ ତୋତେ ସୀତା
ଦେବି ବୋଲି କେତେବେଳେ କହିଥିଲେ? କି ରାମଚନ୍ଦ୍ର କହିବେ ରାବଣକୁ ତୁ ସୀତା ନିଅ ବୋଲି କେତେବେଳେ କହିଥିଲେ? କୈକେୟୀ ମା କଥା ଜାଣିଛି। ଆଚ୍ଛା, ଆମ ବାହାଘର ପରେ ବୋହୂ ଆସିଲେ 4 ଦିନ ଗୋଟେ କ୍ଷୀରି କରେ ନା 3 ଦିନ ନା 7 ଦିନ? କେତେ ଦିନ ରହେ? କାହା ଘରେ 7 ଦିନ ରହୁଛି, କାହା ଘରେ 4 ଦିନ ରହୁଛି, କାହା ଘରେ 3 ଦିନ, ଯାହା ଘରର ପରମ୍ପରା ଅନୁସାରେ। ରଜା ଘରେ 7 ମଙ୍ଗଳା ଦିନ ହବ। 7 ମଙ୍ଗଳା ଦିନ ଯେଉଁ କ୍ଷୀରି ରନ୍ଧା ହବ, ସେ କ୍ଷୀରିକି ରାଜା ଦଶରଥ କହିଲେ ମୋ ସୀତା ପରି ବୋହୂ ଯେଉଁ କ୍ଷୀରି ରାନ୍ଧିବ ଗୋଟେ ନୈଷ୍ଠିକ ବ୍ରାହ୍ମଣ କିଏ ଜଣେ ଆସିବ ଖାଇବ। ନୈଷ୍ଠିକ ବ୍ରାହ୍ମଣ କାହାକୁ କହନ୍ତି? ଯେ ଯିଏ ନିଷ୍ଠାର ସହିତ ବ୍ରାହ୍ମଣ କର୍ମ କରିଥିବ, କେବେ ତା ମନ୍ତ୍ର ଭୁଲ ଉଚ୍ଚାରଣ ହେଇନଥିବ। ଆଚ୍ଛା, ବ୍ରହ୍ମା କହିଲା ଆଜ୍ଞା ମୁଁ ବେଦ ଶବ୍ଦ ପଢୁଛି, ସବୁ କରୁଛି, ମୋର ମନ୍ତ୍ର ବି ମାତ୍ରା କେତେବେଳେ ଭୁଲ ହେଇଯାଉଛି। ବଶିଷ୍ଠ କହିଲେ ମୋର ବି ଭୁଲ ଭାଲ ହଉଛି, ବହି ଟିକେ ଆଡ଼ଉଛି, କିନ୍ତୁ ବିନା ବହି ନ ଦେଖି ଭୁଲ ନ କରି ପଢିବା ଲୋକ ହଉଛି ରାବଣ। ଜଣେ ଅଛି ରାବଣ, ଆଉ କିଏ ଏ ଧରାଧାମରେ ନାହିଁ। ତେଣୁ ରାମଚନ୍ଦ୍ରଙ୍କର ବାପା ଦଶରଥ ଚିନ୍ତା କଲେ ରାବଣକୁ ନିମନ୍ତ୍ରଣ ଦେବା। କାହିଁକି ନା ରାବଣକୁ ସେ ନାଡ଼ି ଦାନ ଦେଇଛନ୍ତି, କଥାବାର୍ତ୍ତା ହେଇକି ହଁ ମୁଁ ଦାନ ଦେବି ବୋଲି ଦେଇ ଦେଇଛନ୍ତି। ରାବଣ ଅପରେସନ କରି ନେଇଯାଇଛି। କହିଲେ ଯଦି ସେ ମୋ ନାଡ଼ି ନେଇଛି ମୁଁ ତାକୁ ମୋ ବୋହୂର କ୍ଷୀରି ଖାଇବାକୁ ନିମନ୍ତ୍ରଣ ଦେଲେ ସିଏ ଆସିବ। ତ ସୁଧୀ ସଜନ ମଣ୍ଡଳୀ, ରାବଣକୁ ନିମନ୍ତ୍ରଣ ଦିଆଯାଇଛି ସୀତାଙ୍କ ହାତରେ କ୍ଷୀରି ଖାଇବା ପାଇଁ। ସୀତା ରାନ୍ଧିଛନ୍ତି 7 ମଙ୍ଗଳର କ୍ଷୀରି, ରାବଣ ଆଇଛି କ୍ଷୀରି ଖାଇବା ପାଇଁ। ରାବଣର କ୍ଷୀରିରେ ମନ ନାହିଁ। ରାବଣ କୋଉଠି ମନ? ସୀତାଙ୍କୁ ମୋ ଘରକୁ ନେବି। କ'ଣ ପାଇଁ? ନା ରାବଣ ଭାବିଛି ମୁଁ ସ୍ୱର୍ଗକୁ ସିଡ଼ିଟେ ଲଗେଇବି, ଲୁଣି ସମୁଦ୍ରକୁ କ୍ଷୀର ସମୁଦ୍ର କରିବି। ଏ ଶକ୍ତି କୋଉ ବଳରେ ହବ? ରାଧିନୀ ଶକ୍ତି ଦ୍ୱାରା। ରାଧିନୀ ଶକ୍ତିଟା କାହା ପାଖରେ ଅଛି? ଭଗବାନ ବିଷ୍ଣୁଙ୍କ ପାଖରେ, ଯାହାଙ୍କ ପାଖରେ ଅଛି ବୋଲି ଏ ସାରା ଜଗତକୁ ସେ ପାଳନ କରୁଛନ୍ତି। ତେଣୁ ଯେପର୍ଯ୍ୟନ୍ତ ମୁଁ ସେ ରାଧିନୀ ଶକ୍ତିକି ମୋ ଘରକୁ ନେଇନି, ସେ ପର୍ଯ୍ୟନ୍ତ ସ୍ୱର୍ଗକୁ ସିଡ଼ିଟେ ଲଗେଇ ପାରିବିନି କି ଲୁଣି ସମୁଦ୍ରକୁ କ୍ଷୀର ସମୁଦ୍ର କରିପାରିବିନି। କେମିତି ପ୍ରକାରେ ମୁଁ ସୀତାଙ୍କୁ ଏଠୁ ନେବି? ଦିନେ ତ ପାର୍ବତୀକି ମାଗିକି ଆଣିଥିଲି, ସେ ପାର୍ବତୀକି ଆଣିଲେ କାଳେ ସିଡ଼ିଟା ଲଗେଇ ଦେଇ ବୋଲି ସେତେବେଳେ କପଟ କରିକିରି ଭଗବାନ ବିଷ୍ଣୁ କ'ଣ କରିଦେଲେ? କପଟ କରିକିରି ମୋତେ ଓରିଜିନାଲ ପାର୍ବତୀ ନ ଦେଇକି ଡୁପ୍ଲିକେଟ ପାର୍ବତୀ ଦେଇ ଦେଇଥିଲେ। ଏବେ କିନ୍ତୁ ଲକ୍ଷ୍ମୀକି ମୁଁ ଓରିଜିନାଲ ନେବି। କେମିତି ନେବି? ଆଙ୍କୁ ସତ୍ୟ କରିବି। ଆଙ୍କର ରଘୁବଂଶରେ ସତ୍ୟ ଅଛି ଯେ ଯାହା କହିବେ ତାହା କରିବି। କ୍ଷୀରି ଖାଇବାକୁ ରାବଣ ବସେଇଲେ, କହିଲେ ନାଇଁ ମୁଁ ଖାଇବିନି, ମୋତେ ସିନା ଡାକି ଦେଇଛ, ମୁଁ ଆସିଲି ସିନା ପାଣି ପିଇକି ସିନା ଯିବି, ତମ ବୋହୂର ରୋଷେଇ ଖାଇବିନି। ଦଶରଥ କହିଲେ କି କଥା, ମୁଁ ଡାକିଛି ଖାଇବା ପାଇଁ କୈକେୟୀ, ଯାଅ ତାଙ୍କୁ ବ୍ରାହ୍ମଣକୁ ବୁଝେଇ ସୁଝେଇ ଖାଇବାକୁ ଦିଅ। ରାମ ବସିଛନ୍ତି, ରାବଣ ବସିଛନ୍ତି। ରାମ ରାବଣ 2 ଜଣ ସାଙ୍ଗ ହେଇକି ବସିଛନ୍ତି। ରାମ ବସିଛନ୍ତି, ସୀତା ମା ପରଶିବେ, କୈକେୟୀ ମା ବସିଛନ୍ତି ଅତିଥିକି ଚର୍ଚ୍ଚା କରିକି ଛାଡ଼ିବେ। ତେଣୁ ବ୍ରାହ୍ମଣ ଭୋଜନ ଦେଇକି ଛାଡ଼ିକି ବୋଲି ବସିଛନ୍ତି। ରାବଣ କହୁଛି ମା ମୁଁ ସେତେବେଳେ ଖାଇବି, କୈକେୟୀ ମା କହୁଛି ମୁଁ ସେତେବେଳେ ଖାଇବି। ରାମଚନ୍ଦ୍ର ମୁଁ କିଛି ମାଗିବି, ତାଙ୍କ ସ୍ତ୍ରୀ ହାତକୁ ଯଦି ଖାଇବି ତାଙ୍କ ଘରେ କିଛି ଦକ୍ଷିଣା ନେବି, ବିନା ଦକ୍ଷିଣାରେ ମୁଁ ଖାଇବି ନାହିଁ। ରାମଚନ୍ଦ୍ର କହିଲେ କ'ଣ ଦକ୍ଷିଣା ନେବ? କହିଲେ ସତ୍ୟ କର, ମୁଁ ଯାହା ଦକ୍ଷିଣା ମାଗିବି ତମେ ମୋତେ ଦେବ। କହିଲେ ଆଚ୍ଛା କ'ଣ ଦେବ? ନା ତମେ ମୋତେ ସୀତାଙ୍କୁ ଦେବ। ରାବଣ ଯେତେବେଳେ ଏତିକି ମାଗିଦେଲା, କୈକେୟୀ କହିଲେ ସୀତାକୁ କେମିତି ଦେବୁ? ଆମ ଘରର ବୋହୂ ସେ, ତମକୁ କେମିତି ଅସୁର ଘରକୁ ପଠେଇବି? କହିଲେ ମା ମୁଁ ସୀତା ମାଆକୁ ଏଇ ସ୍ୱପ୍ନ, ମୋର ଗୋଟିଏ ସ୍ୱପ୍ନ ଅଛି, ସତ କଥାଟା କହିଲେ ମୁଁ ସ୍ୱର୍ଗକୁ ସିଡ଼ିଟେ କରିବାକୁ ଚାହୁଁଛି, ଲୁଣି ସମୁଦ୍ରଟାକୁ କ୍ଷୀର ସମୁଦ୍ର କରିବାକୁ ଚାହୁଁଛି, ଏବଂ ବାପ ଦେଇ ଥାଉ ଥାଉ ପୁଅ ମରିବନି, ଏଥିପାଇଁ ଯେଉଁ ଜମ ପାଖରେ ଯେଉଁ ବ୍ୟବସ୍ଥା କରିବା କଥା ସେ ଖାତା ପତ୍ର ଟିକେ ଚେଞ୍ଜ ଚାଞ୍ଜ କରିବାକୁ ଚାହୁଁଛି। ସେଥିପାଇଁ ମୁଁ ଏ ସୀତାଙ୍କ ସାଙ୍ଗରେ ମୋ ରାଜ୍ୟକୁ ନେଲେ ତାଙ୍କର ଯେଉଁ ଶକ୍ତିଟା ଅଛି ସେ ଶକ୍ତି ବଳରେ ମୁଁ ସବୁକିଛି କରିପାରିବି। କୈକେୟୀ ମା କହିଲେ ହଉ ଏ ତ ଭଲ କଥା, ସ୍ୱର୍ଗକୁ ସିଡ଼ିଟେ ଲାଗିଲେ ଭଲ କଥା। କିନ୍ତୁ କୈକେୟୀ ଜାଣୁଛନ୍ତି ଭଗବାନ ରାମ କହିଲେ ଯଦି ଇଏ ସିଡ଼ିଟେ ଲଗେଇଦେବ ମୋତେ କାହିଁକି ଏ ମୁଣ୍ଡିଆ ମାରିବ? ମୋତେ କି ଭଗବାନ ବୋଲି କହିବେନି, ସମସ୍ତେ ରାବଣକୁ ଭଗବାନ ବୋଲି କହିବେ। ଆଚ୍ଛା ଠିକ୍ ଅଛି, ଯଦି ସତ୍ୟ କରିଦେଇଛି ଦେବି ବୋଲି କହିଲେ। ମା କୈକେୟୀ କହିଲେ ବାପାରେ ହଉ ସୀତାଙ୍କୁ ପଠେଇବ ଯେ, କିନ୍ତୁ କେତେ ଦିନ ପାଇଁ? ସୀତାଙ୍କୁ ରାବଣ କହିଲେ 1 ବର୍ଷ ପାଇଁ ମୋତେ ଛାଡ଼ିବ। ମୋ ଘରୁ କେତେ ବର୍ଷ ପାଇଁ? 1 ବର୍ଷ ପାଇଁ ଛାଡ଼ିବ। କୈକେୟୀ ମା କହିଲେ କୋଉଠୁ ନେବ ଜାଣିଛ? ଆମର ସୀମା ହେଉଛି ଦଣ୍ଡକ ବନ ପର୍ଯ୍ୟନ୍ତ। ରାମଙ୍କର ରାଜ୍ୟ କୋଉ ପର୍ଯ୍ୟନ୍ତ ଅଛି? ଦଣ୍ଡକ ବନ ପର୍ଯ୍ୟନ୍ତ। ଦଣ୍ଡ କିଏ? ସେ ନା ଅଯୋଧ୍ୟାର ଜଣେ ରାଜା ଥିଲେ, ଦଣ୍ଡ ରାଜା। ଇଏ ହେଉଛି ଆଉ ଗୋଟିଏ କାରଣ, ତା ଭିତରେ ଗୋଟିଏ କାରଣ। ଏବେ ତ ଆମେ 6 ନମ୍ବର କାରଣ ଚାଲିଛେ, 5 ନମ୍ବର 6 ନମ୍ବର ଚାଲିଛି। ଇଏ ଭିତରେ ଦଣ୍ଡ ରାଜାଙ୍କର ଗୋଟିଏ କାରଣ ଅଛି, ସେଥିପାଇଁ ମଧ୍ୟ ରାମଙ୍କ ବନବାସ ହେଇଛି। ଦଣ୍ଡ କାରଣ କାହିଁକି ହେଇଛି? ନା ଦଣ୍ଡ ରାଜା ବୋଲି ଜଣେ ରାଜା ଥିଲେ ଅଯୋଧ୍ୟାର, ଯିଏ ତାଙ୍କର ଦଣ୍ଡକାରଣ୍ୟ ପର୍ଯ୍ୟନ୍ତ ସୀମା ଥିଲା, ଭ୍ରମଣ କରିବା ପାଇଁ, ମୁରୁଗା କରିବା ପାଇଁ ଯାଆନ୍ତି। ସେଠି ଶୁକ୍ରାଚାର୍ଯ୍ୟଙ୍କର ଝିଅ ଅବଜାକୁ ଦଣ୍ଡରାଜା ଅପହରଣ କଲେ, ଅର୍ଥାତ୍ ତାର ସତୀତ୍ୱ, ତାର ନିଜ ଇଚ୍ଛା ନଥିଲା, ତାକୁ ଜବରଦସ୍ତି କରିଥିଲେ। ଶୁକ୍ରାଚାର୍ଯ୍ୟ ଅଭିଶାପ ଦେବାରୁ ଦଣ୍ଡରାଜା ସେଇଠି ଜଳିକି ଭସ୍ମ ହେଇଗଲେ। ତାଙ୍କୁ କେହି ତିଳତର୍ପଣ ଦେଇନାହାନ୍ତି, ଆଉ ଶ୍ରାଦ୍ଧ କର୍ମ ତାଙ୍କର ହେଇପାରି ନାହିଁ। ଦଣ୍ଡରାଜା ସେଇଠି ଅଭିଶପ୍ତ ହେଇ ପଡ଼ିଛନ୍ତି। ତେଣୁ ରାମଚନ୍ଦ୍ରଙ୍କୁ କୈକେୟୀ କହିଲେ ବାପାରେ ଦଣ୍ଡକ ବନକୁ ଯିବୁ। ଦଣ୍ଡକ ବନ
ଆମର ପିତୃପୁରୁଷ ଜଣ ଅଛନ୍ତି ତାଙ୍କୁ ଉଦ୍ଧାର କରିକି ଆସିବ। ସେଥିପାଇଁ ଅଗସ୍ତ୍ୟ ମୁନି କ'ଣ କହିଲେ ଅରଣ୍ୟକାଣ୍ଡରେ, ଦଣ୍ଡ ଗଗନ ପୁନିତ ପ୍ରଭୁ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଲକ୍ଷ୍ମଣ ସିଆ ସୁନ୍ଦର ଶ୍ୟାମ। ଦଣ୍ଡରାଜାଙ୍କର ଦଣ୍ଡରାଜାଙ୍କ ଅଭିଶାପଟା ହେଉଛି 14ଟା କାରଣ। ଯେଉଁ ରାମ ବନବାସର ଦଣ୍ଡରାଜାଙ୍କର ଅଭିଶାପ ହେଉଛି 7 ନମ୍ବର କାରଣ। ତେଣୁ ଯେତେବେଳେ ରାବଣ କହିଲା ଯେ ମୁଁ କୋଉଠି ସୀତାଙ୍କୁ ଚୋରି କରିବି, ନା ଦଣ୍ଡକ ଅରଣ୍ୟ ପର୍ଯ୍ୟନ୍ତ ଆମ ରାଜ୍ୟର ସୀମା ଥିଲା। କହିକି କ'ଣ କହୁଛନ୍ତି, ଦଣ୍ଡକ ଅରଣ୍ୟ ପର୍ଯ୍ୟନ୍ତ ଆମ ରାଜ୍ୟର ଯେହେତୁ ସୀମା ଥିଲା, ରାମ ସେ ପର୍ଯ୍ୟନ୍ତ ଯିବ, ସେଇଠୁ ତମେ ଚୋରି କରି ନବ। ସୀତା କହିଲେ ମୁଁ ତ ଆଗରୁ ଜାଣିଛି, ଆଉ ଏକଥା ମୁଁ ଆଗରୁ ଜାଣିଛି। ରାମ କହିଲେ କ'ଣ ଜାଣିଛ, ନା ପିତା ଗୃହେ ଥିବା ବେଳେ ବୋଇଲେ ବ୍ରାହ୍ମଣ ସୀତା ଘେନି ରାମ କାହିଁ ଦଣ୍ଡକେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଲକ୍ଷ୍ମଣ ସିଆ ସୁନ୍ଦର ଶ୍ୟାମ। ଦଣ୍ଡକ ବନକୁ ଯିବ, କହିଲେ ସୀତା ଘେନି ରାମ କାହିଁ ଦଣ୍ଡକେ ଗମନ। ସୀତା କହିଲେ ମୋ ବାପା ଘର ଥିଲାବେଳେ ମୋତେ ବ୍ରାହ୍ମଣ ହାତ ରେଖା ଦେବି କହିଥିଲେ ସୀତା ଘେନି ରାମ କାହିଁ ଦଣ୍ଡକେ ଗମନ। ମୋ ବାପା ବୁଝିଲେ ରାମ ବୋଧେ କେବେ ସୀତାଙ୍କୁ ଛାଡ଼ି କୁଆଡ଼େ ଯିବେ ନାହିଁ, କିନ୍ତୁ ମୁଁ ଜାଣିକି ଗୋଟେ ଦଣ୍ଡକ ବନ କୋଉଠି ଅଛି, ତମେ ସେଇ ଦଣ୍ଡକୁ ନେଇକି ଯିବ ବୋଲି। ଆଜି ଏଇଠି ରାବଣ ଆଗରେ ସତ୍ୟ ହେଇଗଲା ଯେ ଦଣ୍ଡକ ଆରମ୍ଭ ପର୍ଯ୍ୟନ୍ତ ପ୍ରଭୁ ଯିବେ, ପଞ୍ଚବଟିରେ ତମେ ସେଇଠି ଚୋରି କରି ନବ। ତ ସୁଧୀ ସଜନ ମଣ୍ଡଳୀ, ରାବଣ ଯେଉଁଦିନ ମରିଗଲା ସେଦିନ ଏ କଥାଟା ଜଣାପଡ଼ିଲା ଯେ ରାମ ସତ୍ୟ କରିଥିଲେ ରାବଣକୁ ସୀତା ଦେବେ। କେମିତି ଜଣାପଡ଼ିଲା, ନା ରାବଣ ପାଖକୁ ଲକ୍ଷ୍ମଣ ଲାଲଙ୍କୁ ପ୍ରଭୁ ପଠେଇଲେ। ଲକ୍ଷ୍ମଣରେ ଯାହା ତା ପାଖରୁ ପାଠ ପଢ଼ିକି ଆସିବୁ, ରାଜନୀତି ଆମେ ଭଲ କରିବା, ରାବଣକୁ ଶିଖିକି ଆସିବୁ। ଲକ୍ଷ୍ମଣ ଯେତେବେଳେ ରାବଣ ପାଖକୁ ରାଜନୀତି ଶିଖିବାକୁ ଯାଇଥିଲା, ରାବଣ ଏଇ କଥାଟା ଲକ୍ଷ୍ମଣକୁ କହିଲେ। ସେଦିନ ଲକ୍ଷ୍ମଣ କହିଲେ, କିରେ ତୁ କ'ଣ ଏଇ କଥା ମୋତେ କହୁଛୁ, ନା ତୋ ଭାଇ ବଡ଼ କପଟିଆରେ ମୋତେ ସତ୍ୟ କଲା, ତୋ ମା କଇକେୟୀ ଭଲରେ ଜାଣିଛି, ତୋ ଭାଇ ରାମ ଭଲରେ ଜାଣିଛି, ମୋତେ କ୍ଷୀରି ଖାଇବାକୁ ଡାକିଥିଲେ, ସତ୍ୟ କରିଥିଲେ ସୀତା ଦେବେ ବୋଲି, ଓରିଜିନାଲ ସୀତା ନ ଦେଇକି ଡୁପ୍ଲିକେଟ ସୀତା ଦେଲେ, ମୋ ବଂଶ କରିଥିଲେ, ମୋ ବଂଶରେ ଆଉ କାହାକୁ ରଖିଲେ ନାହିଁ। ଲକ୍ଷ୍ମଣକୁ ପଚାର, ଲକ୍ଷ୍ମଣ କହିଲା ତୋତେ ସତରେ ମୋ ଭାଇ ସୀତା ଦେବେ ବୋଲି କହିଥିଲେ, ନା ମୋତେ କାହିଁ ପଚାରୁଛୁ, ତୁ ତ ମୋ କଥାକୁ ବିଶ୍ୱାସ କରିବୁନି, ଯା ତୋ ଭାଇକି ପଚାରିବୁ। ଲକ୍ଷ୍ମଣ ଆସି ପଚାରିଲେ, ଭାଇ ନା ପଛରେ ତାଠୁ ରାଜନୀତି ଶିଖିବି, ତମେ ଆଗେ ସତ କଥା କହ, ତମେ ରାବଣକୁ ସୀତା ଦେବ ବୋଲି କହିଥିଲ, ନା ହଁ କହିଥିଲି। ନା ଯଦି ଦବ ବୋଲି କହିଥିଲ କଳିକଜିଆ କାହିଁ କଲ, ସତ୍ୟ ତ କରିଥିଲ ଦେଇଦବ ବୋଲି, କଳିକଜିଆ କାହିଁକି କଲ? କହିଲେ ପଚାରୁନ ତାକୁ, ସେ ତ ମାଗିବାକୁ ଆସିଥିଲା କୋଉ ବେଶରେ, ରାବଣ ବେଶରେ। ରାବଣ ବେଶରେ ତ ମାଗିବାକୁ ଆସିଥିଲା, ସତ୍ୟ ତ ରାବଣ ବେଶରେ କଲା, ଚୋରି କଲାକୁ କାହିଁକି ଜ୍ୟୋତି ବେଶ ଧରିକି ଆଇଲା? ସେ ତ ମାଗିବାକୁ, ସେ ତ ମୁଁ ତାକୁ ତ କହିଥିଲି ଦଣ୍ଡକାରଣ୍ୟକୁ ତୁ ଆସିବୁ, ମାଗିଲେ ମୁଁ ତତେ ଦେଇଦେବି ବୋଲି। ସେ ସେଇଠିକି ଆଇଲା, ମୋତେ ନ ମାଗିକି ଚୋରି କରି କାହିଁକି ନା ନକଲି ବେଶରେ ଆଇଲା, ନକଲି ସୀତା ଦେଲା। ଅସଲି ବେଶରେ ଆଇଥାନ୍ତା, ଅସଲି ସୀତା ଦେଇଥାନ୍ତା। ରାବଣ ବଡ଼ ବଡ଼ କପଟିଆଟା ଅଛି, କଥା କେତେ ପ୍ରକାର ବୁଲେଇ ଲୁକେଇକିରି କହିଦେଉଛି। ସେଥିପାଇଁ ଜଗବନ୍ଧୁ ଭାଇ ବଡ଼ କପଟି। ତ ସୁଧୀ ସଜ୍ଜନ ମଣ୍ଡଳୀ, ଇଏ ଗଲା 6 ନମ୍ବର। 7 ନମ୍ବର ହେଉଛି ଦଣ୍ଡରାଜାଙ୍କ ପ୍ରସଙ୍ଗ। 8 ନମ୍ବର କାରଣ କ'ଣ, ଯେତେବେଳେ କୈକେୟୀ ମା କହିଲେ କାହାକୁ, ନା ରାବଣକୁ ତମେ ମୋ ସୀତାକୁ ନେବ ଯେ ତମ ରାଜମହଲ ଭିତରେ ମୋ ସୀତା ରହିବ ନାହିଁ, ମୋ ସୀତା ପାଇଁ ଗୋଟେ ସ୍ୱତନ୍ତ୍ର ଜାଗା କରିବ ନା, ମୁଁ ତିଆରିକି ଆଗରୁ ରଖିଛି, ପାର୍ବତୀଙ୍କ ପାଇଁ ରଖିଥିଲି ଅଶୋକ ବାଟିକା। କହିଲେ ସେ ଅଶୋକ ବାଟିକାର ରହସ୍ୟ କ'ଣ, ନା ଯେଉଁଠି ସବୁ ଶୋକ ନାଶ ହେବ, ବନ୍ଧ୍ୟା ଦୋଷ ଥିଲେ ବନ୍ଧ୍ୟା ଦୋଷ କଟିବ, ରୋଗ ଶୋକ ଥିଲେ ସେଠି କୈକେୟୀ ମା ମନ ମନ ଭାବିଲେ ଆଉ ଗୋଟେ କଥା ବି ମୋର ପୂରଣ ହେଇଯିବ। କେତେ ନମ୍ବର ନା 8 ନମ୍ବର କାରଣ, କେତେବେଳେ
ନା ସୀତା ଯେତେବେଳେ ଘରକୁ ଆସିଲେ କନକ ଭବନ ଯେତେବେଳେ ମା କୈକେୟୀ ଦାନ ଦେବାକୁ ନେଲେ ସୀତାଙ୍କ ହାତ ଧରିକି ନେଲେ ବାଁ ହାତର ନାଡ଼ିଟା ପଡ଼ିଗଲା ସୀତାଙ୍କର କୈକେୟୀଙ୍କ ହାତରେ ଦେଖିଦେଲେ ଇଏ ହେଉଛି ବନ୍ଧ୍ୟା ଦୋଷ ତା ହାତରେ ସନ୍ତାନ ସୁଖ ନାହିଁ। କୈକେୟୀ ମା ମନେ ମନେ ଭାରି ଦୁଃଖ କଲେ ମୋ ରାମର ବଂଶରେ କ'ଣ ଉତ୍ତରାଧିକାରୀ କେହି ହେବେନି ସୀତା କାହିଁ ବନ୍ଧ୍ୟା ଦୋଷ ଅଛି। ଯେଉଁଦିନ ରାବଣ କହିଲା ମୁଁ ଅଶୋକ ବନରେ ବନ୍ଧ୍ୟା ଦୋଷ କଟିବାର ଗଛ ଲଗାଇଛି ବୋଲି କୈକେୟୀ କହିଲେ ଭଲ ହେଲା ସେଇଠିକି ଗଲେ ମୋ ବୋଉ ଔଷଧ ଖାଇଲେ ତାର ବନ୍ଧ୍ୟା ଦୋଷଟା କଟିଯିବ। ତେଣୁ ଏ କାରଣ ପାଇଁ ମଧ୍ୟ ରାମଙ୍କୁ ବନବାସ କୈକେୟୀ ମା ଚିନ୍ତା କରୁଛନ୍ତି କେମିତି ପ୍ରକାର ଏ ରାଜମହଲରୁ ସେ ବାହାରି ଯାଉ। କୈକେୟୀ ଜାଣିଛନ୍ତି ରାମ ଏଇଠିକି ମୋ ଲଙ୍କା ପର୍ଯ୍ୟନ୍ତ ଯିବ ସୀତାକୁ ସେଇଠି ଗଲେ ଔଷଧ ଖାଇବାକୁ ପଡ଼ିବ। ସବୁ ଶାଶୁଙ୍କର ଚିନ୍ତା କେଉଁଠି ବୋଉର ଛୁଆଟିଏ ହଉ। ତେଣୁ କୈକେୟୀ ମାଆକୁ ଚିନ୍ତା କର ଭରତ କଥା ଯେମିତି ଚିନ୍ତା କରୁନି କି ମାଣ୍ଡବୀ କଥା ଚିନ୍ତା କରୁନି ସୀତା କେମିତି ମା ହେବ ସେ କଥା ସିଏ ଚିନ୍ତା କରୁଛି। ତ ଶ୍ରୁତି ସଜ୍ଜନ ମଣ୍ଡଳୀ ଆସିଗଲା 8 ନମ୍ବର କାରଣ ସରିଗଲା। 9 ନମ୍ବର କାରଣ ରାମଚନ୍ଦ୍ରଙ୍କୁ ମା କୈକେୟୀ ଦିନେ କଥା ଦେଇଥିଲେ ବାପରେ ମୁଁ ସତ୍ୟ କରୁଛି ରଘୁକୁଳର ବଧୂଙ୍କୁ ତତେ ଦିନକୁ ବନକୁ ପଠେଇଦେବି। କେତେବେଳେ ନା ବାଲ୍ୟକାଳରେ ଯେତେବେଳେ ପ୍ରଭୁ ରାମଚନ୍ଦ୍ର ଛୋଟିଆ ହେଇ କ୍ଷୀର ଖାଉଥିଲେ ଧାଇଁ ଯାଆନ୍ତି ଦଶରଥ କୌଶଲ୍ୟାଙ୍କୁ ସୁମିତ୍ରାଙ୍କୁ କୁହନ୍ତିନି କୈକେୟୀ କୁହନ୍ତି ଯାଅ ଧରି ଆଣ ରାମ ଦୌଡ଼ିକି ପଳଉଛି ଖାଉନି। ଦିନେ ରାମଚନ୍ଦ୍ର ଚିନ୍ତା କଲେ ଅଯୋଧ୍ୟାରେ ଜଣେ ହିଁ ଅଛି ଯିଏ ମୋ ଇଚ୍ଛାକୁ ପୂରଣ କରିପାରିବ ସିଏ ହେଉଛି ମା କୈକେୟୀ। ମନେ ମନେ ଚିନ୍ତା କରି ଭାବିଲେ କୈକେୟୀ ମା ଠାରୁ କେମିତି ମୁଁ ବର ମାଗିବି। ତ ଭଗବାନ ରାମ ଧାଇଁଗଲେ ଦୂରକୁ ଆଉ କୈକେୟୀ ଦଶରଥଙ୍କୁ ଦେଖାଗଲେନି। ଦଶରଥ କହିଲେ କୈକେୟୀରେ ରାମ କୁଆଡ଼େ ପଳେଇଗଲା ଯାଅ ଖୋଜି ଆଣ। କୈକେୟୀ ମା ଦୌଡ଼ୁଛନ୍ତି ରାମ ଦୌଡ଼ୁଛନ୍ତି ବହୁତ ଦୂର ଗଲା ପରେ କୈକେୟୀ ମା ଥକିକି ବସି ପଡ଼ିଲେ। ପଚାରିଲେ ବାପାର ତୁ ସତରେ କିଏ କହ। ତୋ ବାପା ଦଶରଥ ମୋତେ ଯୁଦ୍ଧରେ ହାରି ଯାଇଥିଲେ ମୋ ପାଖରେ ଦେବାସୁର ସଂଗ୍ରାମରେ ମୁଁ ରଥର ଚକାର ଅନେକିଲି ମୁଁ ଆଙ୍ଗୁଠି ଦେଇକିରି ମୁଁ ପାର କରିଥିଲି ତୋ ବାପାକୁ କିନ୍ତୁ ତୁ ଗୋଟେ ଏଡ଼େ ଟିକିଏ ପିଲାଟେ ମୁଁ ତୋତେ ଧରିପାରୁନି ମାନେ ତୁ ତାହେଲେ କେଡ଼େ ସାଧାରଣ ପିଲା ବୋଲି ମୁଁ ଭାବୁଛି ଯେ ତୁ ସାଧାରଣ ମୁଁ ହେଉଛି ବଡ଼ ଅସାଧାରଣ ପିଲା। ତେଣୁ ଗୋଟିଏ କାମ କରିବୁ ତୁ ପ୍ରକ୍ରିୟା ପଚାରିଦେ ମୋତେ ଟିକେ ତୋ ପରିଚୟ ଦେ। ସେତେବେଳେ ଭଗବାନ କହୁଛନ୍ତି ହେ ମା ଶୁଣ ଜନନୀ ବିଶ୍ୱରୂପକୁ ଦେଖେଇ ଦେଲେ କହିଲେ ମୁଁ ହେଉଛି ଜଗତର କର୍ତ୍ତା ତୋ କୋଳରେ ଖେଳୁଛି ତୁ ଗୋଟିଏ କାମ କରିବୁ ମା ମୁଁ ଯାହା ମାଗିବି ମୋତେ ଆଜି ଦେବୁ। କୈକେୟୀ ମା ବଡ଼ ଆଶ୍ଚର୍ଯ୍ୟ ହେଇଗଲେ କହିଲେ ଜଗତ ମାଗୁଛି ତୋତେ ମୁଁ ତୋତେ କ'ଣ ଦେବି ରେ ଭଉଣ ସାରା ଦୁନିଆ ତ ତୋ ପାଖରେ ହାତ ପତଉଛି ନା ଏ ଜଗତ ମଝି କେହି ତ ନାହାନ୍ତି ଏ ରାମ କୈକେୟୀ ମା କହିଲେ କି କଥାରେ କୁହ ତୋତେ ବନକୁ କାହିଁକି ପଠେଇବି ମା ଦୁଷ୍ଟ ଦମୁଜ ଦଳରେ ରାମ ରୂପେ ଖେଳୁଛି ମା ତୋହରି ଅଙ୍ଗନେ ତୋ ଅଗଣାରେ ମୁଁ ସିନା ରାମ ରୂପରେ ଖେଳୁଛି କିନ୍ତୁ ମୁଁ ଦୁଷ୍ଟମାନଙ୍କୁ ସଂହାର କରିବାକୁ ଆସିଛି ଦୁଷ୍ଟ ନିବାରୀ ଷଷ୍ଠ ପାଳକୁ ତୁ ନା ତ ପରମ ଦୟାଳୁ ମୁଁ ଯେଉଁ କାମ ପାଇଁ ଆସିଛି ମୁଁ ଅଯୋଧ୍ୟାରେ ରହିଲେ ମୋ କାମ ପୁରା ହେବନି ମୋତେ ବନକୁ ଯିବାକୁ ପଡ଼ିବ। ମା ତୁ ପି ତୁ ବଚନ ପୁନି ମା ତୁ ହିତ ଭାଇ ଭରତ ଅସରାଳୁ ମାର ହିତ ପାଇଁ ଆସିବି ପିତାଙ୍କ ବଚନ କ'ଣ ନା ଦଶରଥଙ୍କ ବଚନ କ'ଣ ରକ୍ଷା କରିବା ପାଇଁ ଯାଇଥିଲେ। ପିତା କହିଲେ ବ୍ରହ୍ମା ରାବଣଙ୍କୁ ବଚନ ଦେଇଛନ୍ତି ତୁ ନରା ଓ ବାନରଙ୍କ ହାତରେ ମରିବୁ। ମା ତୁ ହିତ ମା ପୃଥିବୀ ମା କାନ୍ଦି କାନ୍ଦି ଭଗବାନ କହିଥିଲା ମୋତେ ରାବଣ କୋପରୁ ରକ୍ଷା କର ବୋଲି ସେଥିପାଇଁ
ସେଥିପାଇଁ ପ୍ରଭୁ କହୁଛନ୍ତି ପୃଥିବୀ ମାର ଦୁଃଖକୁ ହରଣ କରିବି, ପିତା ବ୍ରହ୍ମାଙ୍କର ବଚନ ରକ୍ଷା କରିବି। ଏଥିପାଇଁ ମୋତେ ଏ ଘରୁ ଯିବାକୁ ପଡ଼ିବ, ଏ ଘରୁ ମୋତେ କେହି ଛାଡ଼ିବେ ନାହିଁ, ତୁ ଏକୁଟିଆ ଅଛୁ, ମୋର ତୋ ଉପରେ ଭରସା ଅଛି। କୈକେୟୀ ମା କହିଲେ ବାପାରେ ତମେ ମୋତେ ସତ୍ୟ କରେଇଲ, ମୁଁ ରଘୁକୁଳର ବୋହୂ ସତ୍ୟ କରିକି ତୋତେ ବନକୁ ପଠେଇବି, କିନ୍ତୁ ମୁଁ ଯାହା ମାଗିବି ତୁ ମୋତେ ଦେବୁ। କହିଲେ କ'ଣ ନା ଯେଉଁଦିନ ମୁଁ ଜାଣିବି ତୁ ତ୍ରିଭୁବନକୁ ଜୟ କଲୁ ବୋଲି ତୁ ସେଇଦିନ ବନକୁ ଯିବୁ, ତା ଆଗକୁ ଯାଇପାରିବୁ ନାହିଁ। ମୁଁ ଜାଣିବା ଦରକାର ଯେ ମୋ ପୁଅ ରାମ ତ୍ରିଭୁବନକୁ ଜୟ କଲା, ତାପରେ ମୁଁ ତୋତେ ବନକୁ ପଠେଇବି, ନହେଲେ ପଠେଇବିନି। ରାମଚନ୍ଦ୍ର ଯେତେବେଳେ ଧନୁ ଭାଙ୍ଗିଲେ କ'ଣ ହେଇଥିଲା? ତ୍ରିଭୁବନ ଜୟ ସମେତ ହୋଇ ଦେଇ ରାମ କହିଲେ ମା ମୁଁ ଧନୁ ଭାଙ୍ଗିକି ତ୍ରିଭୁବନ ଜୟ କରିଦେଲି, ଏବେ ମୋତେ ତମେ ବନକୁ ପଠେଇ ଦିଅ। କୈକେୟୀ ମା ଭାବିଥିଲେ ତ୍ରିଭୁବନକୁ ଜୟ କରିବ, ବନକୁ ଯିବ, ତାମାନେ ବହୁତ ଦିନ ଲାଗିବ। ସେ ଆଉ ଭାବିଥିଲେ କେମିତି ପିଲାଦିନେ ଧନୁଟା ଭାଙ୍ଗିଦେଲେ ଇଏ ତ୍ରିଭୁବନ ଜୟ କରିଯିବ ବୋଲି। କିନ୍ତୁ ରାମଚନ୍ଦ୍ର ଦେଖନ୍ତୁ ଗୋଟିଏ ପଣ ରଖିଲେ ଜନକ, ଯେଉଁଥିରେ କୈକେୟୀ ମାର ସତ୍ୟ ରକ୍ଷା ହେଇଗଲା। କୈକେୟୀ ମା ଭାବୁଛି ମୁଁ ସତ୍ୟ କରିକି ରାମକୁ ବନ ଦେବି, ରାମ ସତ୍ୟ କରିକି ରାବଣକୁ ସୀତା ଦେବ ବୋଲି, ଦଶରଥ ସତ୍ୟ କରିଛନ୍ତି ରାମ ଜଟାୟୁକୁ ଦେବେ ବୋଲି, ଇଏ ରଘୁବଂଶରେ ଖାଲି ସତ୍ୟ ସମସ୍ତେ କରିଦେଉଛନ୍ତି, କିଏ ତ କାହିଁ ରକ୍ଷା କରିବା କଥା ଚିନ୍ତା କରୁନାହାନ୍ତି। ରାତି ପାଇଗଲେ ରାମ ରଜା କରିବେ ବୋଲି କହୁଛନ୍ତି, କେଡ଼େ ବଡ଼ ଭୁଲ ହେଇଯିବ, କେଡ଼େ ବଡ଼ ଅପରାଧ ହେଇଯିବ। ମୋ ରଘୁବଂଶରେ ଲାଗିବ କଳଙ୍କ, ଯଦି ରାମ କାଲି ରଜା ହୋଇଯିବ। ରଘୁକୁଳ ଯାହା ହଉଛି ହେଇଯାଉ, ମୋ ରଘୁବଂଶ ନିର୍ମଳ ବଂଶ, ଏ ନିର୍ମଳ ବଂଶରେ କଳଙ୍କ ଲାଗିଲେ ମୋତେ ଭଲ ଲାଗିବ ନାହିଁ। ତ 9 ସରିଗଲା। 10 ନମ୍ବର କାରଣ କ'ଣ? କୈକେୟୀ ମା କହୁଛି ବଡ଼ ଦୁଃଖର କାରଣ। କ'ଣ କାରଣ ନା ମନୁଷ୍ୟ ରୂପା ରୂପରେ ବର ଦେଇଥିଲେ ମନି ବିନୁ ଫନି ଯିମି ଜଲ ବିନୁ ବିନା, ରାମ ଯେପର୍ଯ୍ୟନ୍ତ ଥିବେ ଦଶରଥ ମରିବେ ନାହିଁ। ଦଶରଥଙ୍କ ଠାରୁ ରାମଙ୍କ ଠାରୁ ଅଲଗା ହେଲେ ଦଶରଥ ମରିବେ, ଯିଏ ଜନ୍ମ ହେଇଛି ସେ ମରିବ ନା ନାହିଁ? ମରିବ। ତେଣୁ ରାମଙ୍କୁ ଦଶରଥ ଠାରୁ ଅଲଗା ହେଲେ ହିଁ ଦଶରଥ ମରିବେ, ମନୁଷ୍ୟ ରୂପାର ବର ପୂରଣ ହବ। ଇଏ ବର ପୂର୍ବରୁ ଦିଆଯାଇଛି। ତାହେଲେ ଆଉ ଗୋଟିଏ କାରଣ କ'ଣ ନା ଶ୍ରବଣ କୁମାରର ବାପା ମା ଅଭିଶାପ ଦେଇଛନ୍ତି, ପୁତ୍ର ବିୟୋଗରେ ତମେ ମରିବ, ପୁଅମାନେ ପାଖରେ ଥିଲେ ତମେ ମରିପାରିବ ନାହିଁ, ପୁତ୍ର ବିୟୋଗରେ, ନଚେତ ତମ ପୁଅମାନେ ଆଗେ ମରିବେ ତମେ ପଛ ମରିବ। କୈକେୟୀ ମା ଚିନ୍ତା କଲା ଯଦି ରାମ ରଜା ହେଇଯିବେ, ରାଜଗାଦିରେ ବସିବେ, ଦଶରଥ ରାମ ତ ସବୁଦିନ ଦେଖା ଦେଖେଇବେ, ତାହେଲେ କ'ଣ ମୋ ରାମ ଏ ସିଂହାସନରେ ବସିକି ମରିଯିବ କି? ଆଗେ ମରିଯିବ। ତାହେଲେ ଏ ସିଂହାସନ କିଛି ଦରକାର ନାହିଁ, ମୋ ରାମ ଯିଇକିରି ଥାଉ, ଦଶରଥ ପଛେ ମରିଯାଆନ୍ତୁ, ଭରତକୁ ରାଜଗାଦି ଦେଇଦେଇ ଭରତ ରାଜ ସିଂହାସନରେ ବସି ମରିଯାଉ, କିନ୍ତୁ ରାମ ମୋର ସୁରକ୍ଷିତ ରହୁ। ଏ କଥାକୁ କୈକେୟୀ ମା ଚିନ୍ତା କଲେ। ତ 11 ନମ୍ବର କ'ଣ କହିଲେ? 11 ନମ୍ବରରେ ମା କୈକେୟୀ ପକ୍ଷୀମାନଙ୍କର ଭାଷା ବୁଝିପାରନ୍ତି। ଦୁର୍ବାସା ଋଷି ଗୋଟିଏ ମାଳା ଦେଇଥିଲେ, ସେ ମାଳା ଧରିକି ଯେତେବେଳେ ମନ୍ତ୍ର ଜପ କରିବେ ପକ୍ଷୀମାନଙ୍କର ଭାଷା ବୁଝିପାରିବେ। ଦେବାସୁର ସଂଗ୍ରାମରୁ ଯେତେବେଳେ ରାଜା ଦଶରଥ ଫେରି ଆସୁଥିଲେ, ବାଟରେ ତାଙ୍କୁ ହାଲିଆ ଲାଗିଲେ, ଗୋଟେ ଗଛ ମୂଳରେ ଶୋଇ ପଡ଼ିଲେ। କୈକେୟୀ ମାଙ୍କ କୋଳରେ ଦଶରଥ ଶୋଇଛନ୍ତି, ଉପରେ ଶାଗୁଣା ପକ୍ଷୀ କଥା ହେଉଛନ୍ତି। ଶାଗୁଣା ପକ୍ଷୀ କହୁଛି ମୋ ସନ୍ତାନମାନଙ୍କୁ ଖାଇବାକୁ ଦେବାକୁ ମୋ ପାଖରେ କିଛି ଆହାର ନାହିଁ, କ'ଣ କରିବି ନା ଆଉ କିଛି ଦିନ ଅପେକ୍ଷା କରେ, ସ୍ୱାମୀଙ୍କର ବକ୍ରଦୃଷ୍ଟି ଅଯୋଧ୍ୟାକୁ ପଡ଼ିବ 12 ବର୍ଷ ଯାଏ। କେତେ ବର୍ଷ? 12 ବର୍ଷ ଯାଏ ପଡ଼ିବ। ଅଯୋଧ୍ୟାରେ ଅରାଜକତା ଚାଲିବ, ଯିଏ ସିଂହାସନରେ ବସିବ ସିଏ ମରିଯିବ, ରାଜ ସିଂହାସନରେ ଯିଏ ବସିବ ସିଏ ମରିଯିବ। ଅଯୋଧ୍ୟାରେ କୁଢ଼ କୁଢ଼ ଶବ ପଡ଼ିବ। ତ ସୁଧୀ ସଜ୍ଜନ ମଣ୍ଡଳୀ, ଇଏ କୁଢ଼ କୁଢ଼ ଯେଉଁ ସ୍ୱାମୀଙ୍କର ବକ୍ରଦୃଷ୍ଟିରୁ କିଏ ରକ୍ଷା କରିଥିଲେ ଅଯୋଧ୍ୟାକୁ? ଭରତ ରକ୍ଷା କରିଥିଲେ। ଅଯୋଧ୍ୟାରେ ରାମ ଗଲା ପରେ କେହି ମରିନାହାନ୍ତି କି କେହି ବାହା ହେଇନାହାନ୍ତି କି କିଛି ହେଇନାହାନ୍ତି, ଯିଏ ଯେମିତି ସେମିତି ସବୁ ରହିଥିଲେ, ଆଉ ଜନ୍ମ ବି କେହି ହେଇନାହାନ୍ତି, କିଏ ଗୃହସ୍ଥ ଧର୍ମ ପାଳନ କରି ନାହାନ୍ତି, ସମସ୍ତେ ସେମିତି ରହିଛନ୍ତି, ଯେମିତି ରାମ ଛାଡ଼ିକି ଯାଇଥିଲେ ସେମିତି ରହିଛନ୍ତି। ସମସ୍ତଙ୍କୁ ଭରତ ପୋଷଣ କରିଥିଲେ ବୋଲି ସେଥିପାଇଁ ବଶିଷ୍ଠ ପିଲାଦିନେ ଭରତଙ୍କ ନାମକରଣ କରିଥିଲେ, ବିଶ୍ୱ ଭରଣ ପୋଷଣ କର ଜୟୀ ତାକର ନାମ ଭରତ ସହି। ଶନିଙ୍କ କୋପ ଦୃଷ୍ଟିରୁ କିଏ ରକ୍ଷା ପାଆନ୍ତିନି? ଅଯୋଧ୍ୟାକୁ ରାମଙ୍କର ପାଦୁକା ସିଂହାସନରେ ଥୋଇ ରକ୍ଷା କରିଥିଲେ ବୋଲି ଶନିଙ୍କର ବକ୍ର ଦୃଷ୍ଟିରୁ ଭରତଙ୍କ ନାମ ସେଥିପାଇଁ ବଶିଷ୍ଠ ଲେଖିଲେ, ବିଶ୍ୱ ଭରଣ ପୋଷଣ କର ଜୟୀ ତାକର ନାମ ଭରତ ସହି। ତ ସୁଧୀ ସଜ୍ଜନ ମଣ୍ଡଳୀ, ଶନିଙ୍କର ବକ୍ରଦୃଷ୍ଟି ପଡ଼ିବ ବୋଲି ମା କୈକେୟୀ ଶୁଣିଥିଲେ ବୋଲି ଇଏ 11 ନମ୍ବର ଦୋଷ। 11 ନମ୍ବର କଥା ପାଇଁ ମା କୈକେୟୀ ଚିନ୍ତା କରୁଛନ୍ତି, ଏଇଟା ବି ବଡ଼ ଅସୁବିଧା। ଗୋଟିଏ ଦୁଇଟା କାରଣ ନାହିଁ, କେତେ କେତେ କାରଣ ଅଛି, କେମିତି କ'ଣ କରିବି? ମୋ ବାପାକୁ ସତ୍ୟ କରିଥିଲେ, ଭରତକୁ ବି ରାମ ଦିନେ କଥା ଦେଇଥିଲେ। ବାପା ଦିନେ ରାଜା ଦଶରଥ ଗୋଟିଏ ଜାମିଟିଏ ଦେଲେ, ଯେଉଁ ଚାଉଳ ପିଜୁଳି କହୁଛ ଖାଇବାକୁ ଦେଲେ, କାହାକୁ ଦେଲେ?
ନା ସବୁଠାରୁ ରାମକୁ ଅଧିକ ଭଲ ପାଆନ୍ତି। କ'ଣ କହିଲେ? ଦଶରଥ କହୁଛନ୍ତି ଚାରି ରୂପ ଶୀଳ ଗୁଣ ଧାମ ତଦପି ଅଧିକ ସୁଖକର ରାମ। ଇଏ ଚାରିଜଣ ଯାକ ଭାଇ ମତେ ପ୍ରିୟ, କିନ୍ତୁ ସବୁଠାରୁ ଅଧିକ ମୋର ରାମ ପ୍ରିୟ। ଯାହାକୁ ଭଲ ପାଉଥିବ ବାପା ସେ କ'ଣ କଲେ? ଦଶରଥ ଗୋଟେ ଚାଉଳିଆରେ ପିଜୁଳି ଆଣିକିରି ରାମକୁ ଦେଇଦେଲେ, ବାପା ତମେ ଖାଅ। ଯେତେବେଳେ ରାମକୁ ଦେଇଦେଲେ, ରାମ ଲୁଚେଇକି ଧରିଛନ୍ତି। ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଅନେଇ ଦେଲେ, ବାପା କ'ଣ ଗୋଟେ ଦେଲେ ଯେ ମୋ ଭାଇ ଲୁଚେଇ ଦେଲେ। ରାମଚନ୍ଦ୍ର କ'ଣ ଖାଇଦେବେ ବୋଲି ଲୁଚେଇଛନ୍ତି, କିନ୍ତୁ ଆଗକୁ ଚିନ୍ତା କରି ଗୋଟେ ଖେଳ କରୁଛନ୍ତି ପ୍ରଭୁ। ଲୁଚେଇ ଦେବାରୁ ଭରତ ଲକ୍ଷ୍ମଣ ଶତ୍ରୁଘ୍ନ ଗୋଡ଼େଇଲେ। ଯେତେବେଳେ ଗୋଡ଼େଇ ଗଲେ, ରାମ ଦୌଡ଼ିଲେ। କହିକି ମାଆର ପଛାଡ଼େ ଲୁଚି କହିଲେ, ମା ବାପା ଗୋଟେ ଜିନିଷ ମୋତେ ଦେଇଛନ୍ତି ଯେ ଆଙ୍କେ 3 ଜଣ ମୋ ପଛରେ କହୁଛନ୍ତି, ମୁଁ ଆଙ୍କୁ 3 ଜଣଙ୍କୁ ଦେବିନି, ମୁଁ ଏକା ଖାଇବି। କହିକି ମା ଆଗରେ 4 ଭାଇ ଯାକ ବାଡ଼ିଆ ପିଟାଉଛନ୍ତି। ଗୋଟିଏ ଜିନିଷ ବାପା ଦେଇଛନ୍ତି, 4 ଜଣ ଖାଇବେ ବୋଲି ବାଡ଼ିଆ ପିଟା ହେଉଛନ୍ତି। ଏହି ସମୟରେ କହିକି ମା କହିଲେ, ବାପାରେ ବାପା ହୁଅନ୍ତୁ କି ଯିଏ ହୁଅନ୍ତୁ, ଯେଉଁ ଜିନିଷ ଦେବେ ଘରର ବଡ଼ ପୁଅ ତୁ, କେବଳ ବଣ୍ଟା ବଣ୍ଟି କରିବୁନୁ। ଆପତ୍ତି ସିନା ବାଣ୍ଟି ଦେବୁ, ବାପା ଦେଇଥିବା ଜିନିଷକୁ କେବେ ବାଣ୍ଟିବୁ ନାହିଁ। ଆପତ୍ତି ବିପତ୍ତି ବାଣ୍ଟି ନେଇଯିବୁ। 4 ଜଣ ଯାକ ବିପତ୍ତି ବାଣ୍ଟି ନେବ, କିନ୍ତୁ ସମ୍ପତ୍ତି ବାପା ଦେଇଥିବା ସମ୍ପତ୍ତିକି କେବେ ବାଣ୍ଟିବ ନାହିଁ। ଭରତ କହିଲେ, ଆଗେ ଦେଖାଅ କ'ଣ ବାପା ଦେଇଛନ୍ତି ତମକୁ, ସେ ଜିନିଷଟା ଆମକୁ ଦେଖାଅ, କି ଜିନିଷ ବାପା ଦେଇଛନ୍ତି ଯେ ତମେ ଲୁଚେଇକି ଧରି ଧାଉଛ। ରାମ ଦେଖିଦେଲେ ପିଜୁଳି, ଗୋଟେ ସାଧାରଣ ପିଜୁଳି। ଭରତ କହିଲେ, ଭାଇ ନା ଏଇ ଛାଡ଼ ଜିନିଷକୁ ତମେ ଲୁଚେଇକି ଧାଇଛ ଆମ ପାଖରୁ, ଦେଖେଇ ଦେଇଥିଲେ ଆମେ ଏତେ କରିପାରିନଥାନ୍ତୁ। ଭରତ କହିଲେ, ଭାଇ ଆଜି ମୋ ପାଖରେ ଗୋଟିଏ ସତ୍ୟ କର, ବାପା ପିଜୁଳି ଦେଲେ ବୋଲି ଲୁଚେଇକିରି ନେଇ ପଳେଇଗଲ। ବାପା ଯେଉଁଦିନ ରାଜସିଂହାସନ ଦେବେ ସେଦିନ ଆମମାନଙ୍କୁ ବାଣ୍ଟିବନି, କିଏକୁ ଆପତ୍ତି ବାଣ୍ଟି ନେଇଯା, ସମ୍ପତ୍ତି ବାଣ୍ଟିବ ନାହିଁ। ତମକୁ ଏକୁଟିଆ ଦେଲେ ତମେ ଏକୁଟିଆ ଖାଇଦେବ ନାହିଁ। ରାମଙ୍କ ପାଖରେ ସତ୍ୟ ଭରତ କରିଛନ୍ତି। କହିକି ମା ଶୁଣିଛନ୍ତି, କହିଲେ ଇଏ ଭାଇ ଭାଇ ଭିତର ସମ୍ବନ୍ଧଟା କଟିଯିବ। ଭରତ ନାହିଁ, ଆଜି ରାମ ରଜା ହେଇଯିବ, ଭାଇ ଭାଇ ଭିତରେ ଗୋଟେ ବାଦ ପଡ଼ିଯିବ ନା ନାହିଁ। ଭରତ ମାମୁଁ ଘର ଅଛି, ରାତି ପାଇଲେ ରାମ ରଜା ହେଲେ ଗୋଟେ ବାଦ ହେବ, କଳିକଜିଆ ହେଇଯିବ ଭାଇ ଭାଇ ଭିତରେ। ସତ୍ୟ କରିଛନ୍ତି, ଏଥିରେ ମଧ୍ୟ କଳଙ୍କ ଲାଗିବ। ଇଏ କଳଙ୍କକୁ ରକ୍ଷା କରିବା ଦରକାର କାହାର, ମୁଁ ଯେହେତୁ ବହି ହେଇଛି। 13 ନମ୍ବର କାରଣ କ'ଣ? କହିଲେ ବଶିଷ୍ଠଙ୍କ ପୁତ୍ର ନା ଶ୍ରବଣ କୁମାର ବ୍ରହ୍ମତ୍ୟା କରି ଯେତେବେଳେ ରାଜା ଦଶରଥ ଆସିଲେ, ସେତେବେଳେ ବାମଦେବ ଥିଲେ, ବଶିଷ୍ଠ ଆଶ୍ରମରେ ନଥିଲେ। ବାମଦେବଙ୍କୁ ପଚାରିଲେ, ମୁଁ ବ୍ରହ୍ମହତ୍ୟା କରିଛି, ଏ ପାପରୁ କେମିତି ଉଦ୍ଧାର ପାଇବି? ବାମଦେବ କହିଲେ, ରାମ 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 3 ଥର କହିଲେ ବ୍ରହ୍ମହତ୍ୟା ପାପ ପଡ଼ିବ। ବଶିଷ୍ଠ ଆସି ପହଞ୍ଚିଲା ପରେ ବାମଦେବ କହିଲେ, ଆଜ୍ଞା ଦଶରଥ ଗୋଟେ ବ୍ରାହ୍ମଣ ହତ୍ୟା କରିଥିଲେ, ମୁଁ ତାଙ୍କୁ ରାମ ନାମ 3 ଥର ଜପ କର ବୋଲି କହିଥିଲି। ବଶିଷ୍ଠ କହିଲେ, କେଡ଼େ ବଡ଼ ଅପରାଧ କରିଦେଲୁ, ଏକ ରାମ ନାମ କୋଟି କୋଟି ପାପ କ୍ଷୟ କରିବ, ତୁ 3 ଥର କହିଲୁ ବ୍ରହ୍ମହତ୍ୟା ପାଇଁ। କୋଟି କୋଟି ବ୍ରହ୍ମହତ୍ୟା ଗୋଟିଏ ରାମ ନାମ ପାଇଁ କରିଦେବ, ତୁ 3 ଥର କହିଲୁ ରାମ ନାମର ଅପମାନ କଲେ, ତୁ ଶୂଦ୍ର ହେଇଯା। ତ ତାଙ୍କ ପୁଅ ଆଜି ଶୂଦ୍ର ହେଇ ନିଷାଦ ରାଜ ହେଇ କୋଉଠି ଅଛନ୍ତି? ବନରେ ଅଛନ୍ତି। ରାମ ସେଠିକି ଗଲେ ସେ ଉଦ୍ଧାର ପାଇଲେ। ତେଣୁ ରାମକୁ ଗୁରୁପୁତ୍ର ଉଦ୍ଧାର କରିବାକୁ ଯିବାର ଅଛି। ରାମ ଯଦି ଅଯୋଧ୍ୟାରେ ରାଜା ହେଇଯିବେ, ଆଉ ଏ ରଘୁବଂଶର ସତ୍ୟ କେମିତି ରକ୍ଷା ହେବ? 14 ନମ୍ବର କାରଣ, ସବୁଠାରୁ 1 ନମ୍ବର କାରଣ, ସବୁଠାରୁ ଶ୍ରେଷ୍ଠ କାରଣ ହେଉଛି 14 ନମ୍ବର। 14ଟା କାରଣ ପାଇଁ 14 ବର୍ଷ ବନବାସ ମା କହିକି ମାଗିଛନ୍ତି। କହିଲେ 14 କାରଣ କ'ଣ? ନା ମୋ ରାମ ତ ପାଠ ଅଧା ପଢ଼ିଛି, ପାଠ ପଢ଼ୁଥିଲା ବିଭା ହୋଇ ଆସିଲା, ଅଧା ପାଠୁଆକୁ
କରୁଥିଲେ ବିଶ୍ୱାମିତ୍ର ନେଇଗଲେ ଅଧା ପାଠ ନା ନାହିଁ କ୍ଲାସ୍ ଅଧାରେ ଅଛି ବିଶ୍ୱାମିତ୍ର ନେଇଗଲେ ବାହା କରିକି ନେଇଗଲେ ବାହା ହେଲା ପରେ ଆଉ ପୁଅ ସ୍କୁଲ ପାଠ ପଢ଼ିବାକୁ ଯାଇ ଘରେ ରହିଯାଇଛି ତେଣୁ ପୁଅ ମୋର ଅଧା ପାଠୁଆ ହେଇଛି ଅଧା ପାଠୁଆ ପୁଅକୁ ରାଜଗାଦିରେ ବସେଇଲେ ସେ କ'ଣ ରାଜ୍ୟ ସମ୍ଭାଳି ପାରିବ 14ଟା ପାଠ ମୋ ପୁଅ ପଢ଼ି ନାହିଁ ରାଜଗାଦିରେ ବସିବ ଯିଏ ରାଜ ସିଂହାସନରେ ବସିବ ଯିଏ ରାମ ରାଜ୍ୟ କରିବ ରାମ କୋଉ ରାଜ୍ୟ କରିଥିଲେ ରାମ ରାଜ୍ୟ କରିଥିଲେ କେତେଟା ପାଠ ପଢ଼ିଥିଲେ ବୋଲି 14ଟା ପାଠ ମା କହିଲା ବାପରେ ରାମ ରାଜ୍ୟ ଯଦି କରିବୁ 14 ପାଠ ପଢ଼ିଲେ ଯୋଉ ରଜା ରାଜଗାଦିରେ ବସିବ 14ଟା ପାଠ ପଢ଼ିଥିବ ସେ ରାମ ରାଜ୍ୟ କରିବ ନହେଲେ କରିପାରିବ ନାହିଁ 14 ପାଠ କ'ଣ ଅଙ୍ଗାନି ବେଦଶ୍ଚତ୍ୱାର ମୀମାଂସା ନ୍ୟାୟ ବିସ୍ତାର ଧର୍ମଶାସ୍ତ୍ର ପୁରାଣଶ୍ଚ ହେତୁର୍ବିଦ୍ୟା ଚତୁର୍ଦଶ 14 ନମ୍ବର କାରଣ ହେଉଛି 14ଟା ପାଠ ରାମ ପଢ଼ିନାହାନ୍ତି ଯେତେବେଳେ ରାଜଗାଦିରେ ଦଶରଥ ଘୋଷଣା କଲେ ବସିବା ପାଇଁ ସେତେବେଳକୁ ରାମ ଏ ପାଠ ପଢ଼ିନଥିଲେ ବନବାସରୁ ଆଇଲା ବେଳକୁ ପଢ଼ିକି ଆଇଲେ 14ଟା ପାଠ କ'ଣ ଅଙ୍ଗାନି ବେଦଶ୍ଚତ୍ୱାର ଆଚ୍ଛା ଆମର ଯେଉଁ ମନ୍ତ୍ରୀ ନେତାମାନେ ଆଉଛନ୍ତି ତାଙ୍କ ପାଖରେ ସବୁ ବଡିଗାର୍ଡ ରହୁଛନ୍ତି ନା ନାହିଁ ବଡିଗାର୍ଡ ରହୁଛନ୍ତି ଆଚ୍ଛା ବଡିଗାର୍ଡ କ'ଣ ପାଇଁ ରହୁଛନ୍ତି ରଜାଙ୍କୁ ରକ୍ଷା କରିବା ପାଇଁ କୈକେୟୀ କହିଲେ ବାପାରେ ଯଦି ରାମ ରାଜ୍ୟ କରିବୁ ତୋତେ ଯଦି ଲୋକ ରକ୍ଷା କରିବ ତୁ ଲୋକଙ୍କୁ କେତେବେଳେ ରକ୍ଷା କରିବୁ ଅଙ୍ଗରକ୍ଷୀ ଯାହାକୁ ଦରକାର ପଡ଼ିବନି ନିଜକୁ ନିଜେ ରକ୍ଷା କରି ଅନ୍ୟକୁ ରକ୍ଷା କରିବାର ସାମର୍ଥ୍ୟ ଯାହା ପାଖରେ ହେବ ସିଏ ରାମ ରାଜ୍ୟ କରିବ ଆଉ ତୋତେ ତ ଲୋକ ବନ୍ଧୁକୁ ଧରି ଜଗିଥିବେ ଧରୁଚର ଧରିକି ତୁ କ'ଣ ଲୋକଙ୍କୁ ରକ୍ଷା କରିବୁ ଅଙ୍ଗାନି କହିଲେ ଷଡ଼ ଅଙ୍ଗ କ'ଣ ରହିବ ତୋ ଷଡ଼ ଅଙ୍ଗକୁ ତୁ ରକ୍ଷା କରିବୁ ଚତୁର୍ଦିଗରୁ 6 ଦିଗରୁ 10 ଦିଗରୁ ବାଣ ମାଇଲେ ବି ତୁ ଏକୁଟିଆ ନିଜକୁ ବଞ୍ଚେଇ ପାରିବୁ କାହାର ଆଶ୍ରୟ ତୋତେ ଦରକାର ପଡ଼ିବ ନାହିଁ ସେ ବିଦ୍ୟା ତୋତେ ଶିଖିବାକୁ ପଡ଼ିବ ଅଙ୍ଗାନି କହିଲେ ଷଡ଼ ଅଙ୍ଗକୁ ରକ୍ଷା କରିବାର କ୍ଷମତା ତୋ ପାଖରେ ହେବା ଦରକାର ଅଙ୍ଗାନି କହିଲେ ଷଡ଼ ଅଙ୍ଗ ଗଲା ବେଦଶ୍ଚତ୍ୱାର ବେଦ କେତେଟା 4 ଯିଏ ରାଜଗାଦିରେ ବସିବ ରାଜସିଂହାସନରେ ବସି ପ୍ରଜା ପାଳିବ ତା ପାଖରେ ବେଦ ଜ୍ଞାନ କିଛି ଥିବା ଦରକାର 4 ବେଦରୁ ସବୁ ତ କ'ଣ କିଛି କିଛି ଥିବା ଦରକାର ରୂପ ସାମ ଯଦୁ ଅଥର୍ବ 4 ବେଦ ଜ୍ଞାନ ରହିବା ଦରକାର 6 4 କେତେ 10ଟା ପାଠ ଅଙ୍ଗାନି ବେଦଶ୍ଚତ୍ୱାର ଇଏ ଗଲା 6 4 10 ହେଇଗଲା ଆଉ 4ଟା ବିଦ୍ୟା କ'ଣ 14 ବିଦ୍ୟାରୁ ମୀମାଂସା ଯିଏ ରାଜା ହେବ ସେ ମୀମାଂସା କରିବ ଆମେ କାହା ପାଖକୁ ମୀମାଂସା କରିବାକୁ ଯିବା ରଜାଙ୍କ ପାଖକୁ ଯିବା ମୀମାଂସା ପ୍ରଥମେ କହିଲେ ମୀମାଂସା ନ୍ୟାୟ ବିସ୍ତାର ନ୍ୟାୟଟା ଯେତେବେଳେ କରିବ ବିସ୍ତାରିତ ଭାବରେ ଏମିତି ହଁ ଆଡ଼ିକି ହେଇଯାଉ ତା ଆଡ଼ିକି ନ ହଉ କହିଲେ ହେବ କପଟ କରିବନି ନ୍ୟାୟ ବିସ୍ତାର ଧର୍ମଶାସ୍ତ୍ର ପୁରାଣଶ୍ଚ ଧର୍ମଶାସ୍ତ୍ର ପୁରାଣକୁ ନେଇକରି ବିଚାର କରିବ ଅଧର୍ମରେ ବିଚାର କରିବ ନାହିଁ ଧର୍ମଶାସ୍ତ୍ର ପୁରାଣଶ୍ଚ ହେତୁର ବିଦ୍ୟା ଚତୁର୍ଦଶ 10ଟା ବିଦ୍ୟା ମୁନି ଋଷିମାନେ ଶିଖେଇଲେ 4ଟା ବିଦ୍ୟା ରାବଣ ଶିଖେଇଲେ ରାବଣ ପାଖରୁ କେତେଟା ଶିଖିଲେ 4ଟା ପାଠ ପଢ଼ିଲେ 10ଟା ପାଠ ପଢ଼ିଲେ ମୁନି ଋଷିଙ୍କ ଠାରୁ ପଢ଼ି ପଢ଼ିକିରି ଗଲେ ଇଏ ସାଧୁ ସନ୍ଥମାନେ 10ଟା ଶିଖେଇଲେ ରାବଣ 4ଟା ଶିଖେଇଲେ ଏ ସବୁତକ ବିଦ୍ୟା ମିଶି 14 ବିଦ୍ୟା ହେଲା ତେଣୁ 14ଟି ପାଠ ମୋର ପୁଅ ପଢ଼ି ନାହିଁ 14 ବର୍ଷ ପାଠ ଭାବି ରହିଛି 14 ବର୍ଷ ପାଠ ପଢ଼ିବ ପୁଅ ତମର ଘରେ ରଜା ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଜୟ ସିୟା ସୁନ୍ଦର ଶ୍ୟାମ 14 ବର୍ଷ ଲାଗି ପାଠ ପଢ଼ିବାକୁ ଝିଅ ପୁଅ 14ଟା ପାଠ ପଢ଼ିନି 14ଟା କ୍ଲାସ୍ ପୁରା କଲେ ସିଏ ଆସିକି ରାଜଗାଦିରେ ବସିବ ନହେଲେ ବସିପାରିବନି କହିଲେ ରାଜ ସିଂହାସନ କେତେ ଲୋଭିବାଦ କେତେ ଛନ୍ଦ କପଟ କେତେ ହଣାହଣି କେତେ ମରା ଧରା ରାଜସିଂହାସନ ଏତେ ସହଜ କଥା ନୁହେଁ ସେଠି କୂଟ କପଟ ହଣା ମରା ସବୁ ରହୁଛି ନା ନାହିଁ ସେ ସବୁ ନହେଲେ ରାଜସିଂହାସନ ହେବ ନାହିଁ ଯଦି ମୋ ପୁଅ ଏ ରାଜସିଂହାସନରେ ବସିବ ରାମ ରାଜ୍ୟ କରିବା ଦରକାର ସେଥିପାଇଁ 14ଟା ପାଠ ପଢ଼ିକି ଆସୁ କୈକେୟୀ ମା ଭାବୁଛି ଏତେ କାମ ମୁଁ କେତେବେଳେ କରିବି ମୋ ସ୍ୱାମୀ ତ ରାତି ପାଇଲେ ରାମକୁ ରଜା କରିବେ ବୋଲି ଘୋଷଣା କରିଦେଲାଣି ଇଏ ସବୁ କଥା ମୁଁ କେତେବେଳେ କରିବି କ'ଣ କରିବି ବସି କହି କହି ହିଁ କାନ୍ଦିଲି ମନ୍ଥରା କହିଲା ତଳକୁ ମୋ କଥା ମୁଣ୍ଡରେ ପଶିଲା ତ ମନ୍ଥରା କଥା କୈକେୟୀ ଶୁଣିଦେଲେ କି କୈକେୟୀ ମନ୍ଥରା କଥା ଶୁଣିଲେନି କହିଲେ ମନ୍ଥରାର କି ବୁଦ୍ଧି ଅଛି ଲୋ ସଜନୀ ପରମ ଜ୍ଞାନୀ କୈକେୟୀ
ଦଶରଥଙ୍କର ପ୍ରାଣ ପ୍ରିୟ ଭରତ ମାମୁଁ ଘର ଅଛି, ରାମ ଅଯୋଧ୍ୟାରେ ଅଛି, ମୋ ବାପ ଘର ଶାଶୁ ଘର ଦୁଇଟାକ କୁଶଳରେ ଅଛି। ସେ ମା ମନେ ମନେ ଭାବୁଛି ମନ୍ଥରା ଲୋ ମୋର ସବୁ ସରିଗଲା। ମନ୍ଥରା କହିଲା ମୁଁ ତ ସେଇ କଥା କେତେବେଳୁ କହୁଛି ତମର ସବୁ ସରିଗଲା, ତମର ଆଉ କିଛି ନାହିଁ। କୈକେୟୀ କହୁଛନ୍ତି ମନ୍ଥରା ଲୋ ମୋ ଘରେ କାଳ ବିପତ୍ତି ରଳିତ ସବୁତକ ଘର ଭଙ୍ଗା ବୁଦ୍ଧି ତୋ ପାଖରେ ଅଛି। ମୋ ଘରଟା ଏବେ ସର୍ବନାଶ ଛାଡ଼ିକି ଯାଉଛି, ତୁ ଚାହିଁଲେ ମୋ ଘର ବଞ୍ଚେଇବୁ। କେମିତି ରାତି ପାଇଲେ ରାମକୁ ଏ ଘରୁ କାଢ଼ିଦେ, ଏ ଗୋଟେ କାମ ଦେଖି ମୋର କରିଦେ, ରାମକୁ ଏ ଘରୁ କାଢ଼ିଦେ। ରାମ ଆଉ ଏ ଘରେ ରହିଲେ ହବନି, ମୋ ରାମ ଏ ଘରେ କେବେ ନ ରହୁ, ଏଇ ମୁହୂର୍ତ୍ତରେ ଏ ଘର ଛାଡ଼ି କାଢ଼ିଦେ। ତୁ ସେମିତି କିଛି ଗୋଟେ ବୁଦ୍ଧି କାଢ଼େ। କୋଟି କୁଟିଲ ମନି, ଯେତେ କୁଟିଲ ବୁଦ୍ଧି ତୋ ପାଖରେ ଅଛି ସବୁତକ କୁଟିଲ ତୁ ଆଜି କାଢ଼ିଦେ। କେମିତି ରାମ ରାତି ପାଇବା ଆଗକୁ ଏ ଘରୁ ପଳେଇ ଯାଉ, ରାମ ମର ମର। କୈକେୟୀ ମା ମନେ ମନେ ଭାବୁଛନ୍ତି ଯଦି ମୋ ରାମ ଗୋଟିଏ ପାଉଣ୍ଡ ଏ ଅଯୋଧ୍ୟାରେ କାଢ଼ିଦେବ ଦଶରଥ ରାଜା ତ ବଞ୍ଚିବେନି। ଯୋଉ କୈକେୟୀ କହୁଥିଲେ ମନ୍ଥରାକୁ ଦଶରଥ ରାଜା ମୋର ପ୍ରାଣ ପ୍ରିୟ ପତି, ଦଶରଥ ରାଜା ମୋର ପ୍ରାଣ ପ୍ରିୟ ପତି, ମୋ ପୁତ୍ର କୈକେୟୀ ମନେ ମନେ ଭାବୁଛନ୍ତି ଯିଏ ମୋର ପ୍ରାଣ ଠାରୁ ଅଧିକ ପ୍ରିୟ ମୁଁ ତାଙ୍କ ପ୍ରାଣ କେମିତି ନେବି। ଦଶରଥ ରାଜାଙ୍କ ପିଠିରେ 3ଟା ଘା ହେଇଥିଲା। ବୈଦ କହିଲେ ଔଷଧରେ ଭଲ ହବନି, ପାଟିରେ କାମୁଡ଼ିକି ପୂଜ ବାହାର କରିବ ଯେ ପିଠିରେ, ତାପରେ ଔଷଧ ଲଗେଇଲେ ହବ। ହାତରେ ଚିପିକିରି କାଢ଼ିଲେ ହବନି, ପାଟିରେ କାମୁଡ଼ିକି ପୂଜକୁ ଭିଡ଼ିକିରି କାଢ଼ିବାକୁ ପଡ଼ିବ। କିଏ ରାଜି ହେଲେନି ପାଟିରେ କାମୁଡ଼ିକି। କୈକେୟୀ ପାଟିରେ ଭିଡ଼ିକିରି ପୂଜ କାଢ଼ିଥିଲା ଦଶରଥଙ୍କ ପିଠିରୁ। ସେ କୈକେୟୀ ପୁଣି ଦଶରଥଙ୍କ ପାଖରେ କଠୋର ହୋଇକିରି ଠିଆ ହବ। କୈକେୟୀ ଏତେ ପ୍ରାଣରୁ ଭଲ ପାଉଥିଲେ, ଦଶରଥଙ୍କ ରଥରେ ନିଜେ ଆଙ୍ଗୁଳି ଦେଇଥିଲେ କନିକିରି ଖସି ଯାଇଥିଲା ବୋଲି। ତ ସେ କୈକେୟୀ ଏତେ କଠୋର କେମିତି ହେଇପାରିବ। ମନେ ମନେ ଭାବୁଛନ୍ତି ଯଦି ରାମକୁ ରାତି ପାଇଲେ ଘରୁ କାଢ଼ିଦେବି, ଭରତ ମୋତେ କେବେ କଥା କହିବ ନାହିଁ। କୈକେୟୀ ଭଲ ଭାବରେ ଜାଣିଛନ୍ତି କ'ଣ କ'ଣ ଘଟଣା ଘଟିବ। କୈକେୟୀ ବସିକିରି କାନ୍ଦୁଛନ୍ତି, ମନେ ମନେ ଭାବୁଛନ୍ତି ଅଯୋଧ୍ୟାରେ ସବୁ ବିଘ୍ନ ହେଇଯିବ। କ'ଣ କ'ଣ ହବ ଗୋସ୍ୱାମୀ କଲମ କଲେ, କହିଲେ ସିୟ କି ପ୍ରିୟ ସଙ୍ଗ ପରିହରି, ସିୟ କି ପ୍ରିୟ ସଙ୍ଗ ପରିହରି, ଖାଲି ତ ରାମ ବନବାସ ଯିବନି, ସୀତା ବି ରହିବ ନାହିଁ, ସୀତା ବି ତା ସାଥରେ ରହିବ। ଲକ୍ଷ୍ମଣ କି ରହିବ ଏଇ ଧାମ, ଲକ୍ଷ୍ମଣ କ'ଣ ଆଉ ରାମଙ୍କ ବିନା ଅଯୋଧ୍ୟାରେ ରହିବ କି, ସିଏ ବି ରହିବ ନାହିଁ। ଲକ୍ଷ୍ମଣ କି ରହିବ ଏଇ ଧାମ, ଭରତ କି ଗୁଞ୍ଜବ ରାଜପଦ, ଭରତକୁ କ'ଣ ଆଉ ଏ ରାଜମହଲ ସୁଖ ଲାଗିବ କି, ତାକୁ ବି ସୁଖ ଲାଗିବ ନାହିଁ। ନୃପ କି ଯିଏ ବିନୁ ରାମ, ରାଜା ଦଶରଥ କ'ଣ ଆଉ ଯିବେ, ରାଜା ଦଶରଥ ଯିବେନି, ମରିଯିବେ, ମୋ ଘରର ସର୍ବନାଶ ହେଇଯିବ। ତ କୈକେୟୀ ମନେ ମନେ ଭାବୁଛନ୍ତି ରାମ ଘରୁ ଗଲେ ସର୍ବନାଶ, ରାମ ରହିଲେ ସର୍ବନାଶ। ଯଦି ରାମ ଘରୁ ପଳେଇବ ତାହେଲେ ରାମ ମୋର
କୈକେୟୀ କହୁଛନ୍ତି ମୋ ପୁତ୍ର ଭରତ ପଛେ ମରିଯାଉ। ଜନ୍ମ ଦେଇଛି ଯିଏ ସେ କହୁଛି ମୋ ପୁଅ ଭରତ ମରିଯାଉ କିନ୍ତୁ ରାମ ମୋର ଯାଇକି ଥାଉ। କହିଲେ ମୋ ପୁଅ ଭରତ ପଛେ ରାମଙ୍କୁ ଶନିଙ୍କର ବକ୍ର ଦୃଷ୍ଟି ନ ପଡୁ, ଭରତ ଉପରେ ପଡୁ, ଦଶରଥଙ୍କ ଉପରେ ପଡୁ। ଯଦି ରାମକୁ କାଲି ମୁଁ ଘରୁ କାଢିଦେବି ଭରତ ମତେ ମା ବୋଲି ଡାକିବନି, ଦଶରଥଙ୍କ ମୁହଁକୁ ଅନେଇବେନି, ସେ ମରିଯିବେ। କୈକେୟୀ ଭାବୁଛନ୍ତି ସ୍ୱାମୀ ପଛେ ଯାଉ ପୁଅ ଦଶରଥ ପଛକେ ମରିଯାଆନ୍ତୁ, ରାତି ପାଇଗଲେ ରାମ ମୋର ବନକୁ ଯାଉ, ରାମ ଏ ଘରେ ଆଉ ନ ରହୁ। ମନେ ମନେ ଭାବୁଛି ମୁଁ ଦଶରଥଙ୍କ ସାମ୍ନାରେ ଏ କଥା କେମିତି କହିବି। ନାହିଁ ମୋର ଧୈର୍ଯ୍ୟ ଭାଙ୍ଗେ ରମ୍ଭ ଦଶରଥଙ୍କ ସାମ୍ନାରେ ମୁଁ ଏবার କେମିତି ମାଗିବି, ମାଗି ତ ପାରିବିନି। ଏ ଦମ୍ଭ ମତେ କିଏ ସଦବ? ଭଗବାନଙ୍କୁ ମୁଣ୍ଡିଆ ମାଇଲେ ହେ ପ୍ରଭୁ ତୋ କାମ କରିବା ପାଇଁ ମୋ ପାଖରେ ଆଉ ଦମ୍ଭ ନାହିଁ, ତୁ ମୋ ହୃଦୟ ଭିତରେ ବସିଯା, ତୁ ହିଁ ମୋ ତୁଣ୍ଡରେ ବସିକି ଏ ବର ମାଗିଦେ, ମୁଁ ମାଗିବାର ଦମ୍ଭ ନାହିଁ। ତ ମନ୍ଥରା ଗୋଟେ ବସ୍ତ୍ର ଆଣିକି ଦେଇଦେଲା। କୋଉ ବସ୍ତ୍ର? ଅଶୁଭ ବସ୍ତ୍ର। ଶୁଭ ବସ୍ତ୍ର କିଏ ଦେଲାନି। କୈକେୟୀ ମା କାନ୍ଦୁଛି ମନ ଦୁଃଖରେ। ମନ୍ଥରା କହିଲା ଏଇ ଲୁଗାଟା ପିନ୍ଧି ଦିଅ, ଏ ଚୁଡ଼ି ଅଳଙ୍କାର ସବୁ କାଢି ଦିଅ। କୈକେୟୀ ମା କହିଲେ ନୀତି ସଜ ହେଇ ବସୁଥିଲି, ରାଜା ପାଖେ ନୀତି ସଜ ହୋଇ ଯୋଉ ଘରକୁ ଏତେ ସୁନ୍ଦର କରି ସଜେଇଥିଲି, ଚାରି ପୁଅ ଚାରି ପୁତ୍ର ମଧ୍ୟରେ ସ୍ୱାମୀଙ୍କ ସହିତ ସଜ ହେଇକିରି ବସୁଥିଲି, ଆଜି ଛାରଖାର ନିଜ ହାତରେ ଜାଣି ଶୁଣିକିରି କରିବି। ଯେତେ ଦିନ ପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି କେଉଁ ବାପା ତା ଝୁଅ ନା କୈକେୟୀ ଦେବନି। କିଏ ଦଉଛି କାହା ନା କୈକେୟୀ? କୋଉ ବାପା ଦେବେ ନାହିଁ। କୈକେୟୀ କହିଲା ଆଜିଠି ଏମିତି କାମ କଲି ଯେ କିଏ କାହା ଝିଅ ନା କୈକେୟୀ ଦେବେନି। ଭରତ ରାମ ଦେବେ, କୌଶଲ୍ୟା ଦେବେ, ସୁମିତ୍ରା ଦେବେ, କୈକେୟୀ କିଏ ଦେବେ ନାହିଁ। ତ କୈକେୟୀ ଜାଣିଛନ୍ତି
ରାତି ପାଇଲା ଠାରୁ ଯେତେ ଦିନ ପର୍ଯ୍ୟନ୍ତ ମୁଁ ଜିଥିବି ନିନ୍ଦାର କୁକୁଡ଼ା ମୁଣ୍ଡେଇବି କହିଲେ ଜିଥିବା ଯାଏ ନିନ୍ଦା କେମିତି ପିନ୍ଧିବେ ସାହସ ସମ୍ଭବ ପାଉନାହିଁ। ମନ୍ଥରା କହିଲା ତମେ ନ ପିନ୍ଧ ମୁଁ ତମକୁ ପିନ୍ଧେଇ ଦେଉଛି। ମନ୍ଥରା ସବୁ କାଢିଦେଲା, ସବୁ ପିନ୍ଧେଇ ଦେଲା, ସାଇକି ତ କୈକେୟୀ ମା ଆଖିରୁ ଧାର ଧାର ଲୁହ ବହୁଛି। କଣ କରିବି, କେମିତି କଣ କରିବି? ମନ୍ଥରା କହିଲା ମା ପ୍ରଥମ ବରରେ ଭରତକୁ ରାଜଗାଦି ମାଗିବ, ଦ୍ୱିତୀୟ ବରରେ ରାମକୁ ବନବାସ ମାଗିବ। କେତେ ବର୍ଷ ବୋଲି କହିନଥିଲେ, କିନ୍ତୁ କୈକେୟୀ ମାପଚୁପ କରି 14 ବର୍ଷ ରଖିଲେ। ମନ୍ଥରା ତ ସବୁଦିନ ପାଇଁ ଛାଡ଼ି ଦେଉଥିଲା। ଇଏ ମନ୍ଥରା କିଏ ସେ? ନା ମନ୍ଥରା ହଉଛି ସତ୍ୟ ଯୁଗରୁ ବର ପାଇକିରି ଅଛି। କଣ ବର ପାଇଛି? ନା ବଳି ବାମନ ଅବତାରରେ ବଳିରାଜାକୁ ଯେତେବେଳେ ଭଗବାନ ବାମନ ଅବତାରରେ ପାତାଳକୁ ଚାପିଦେଲେ, ତାର ଭଉଣୀ ଥିଲା ବିନ୍ଧ୍ୟାବଳୀ, ଟିକେ ରତ୍ନାବଳୀ ଝିଅ ରତ୍ନାବଳୀ, ଭଉଣୀ ବିନ୍ଧ୍ୟାବଳୀ। ସିଏ କଣ ଭାବିଲା ନା ବାମନ ଭଗବାନ ଯେତେବେଳେ ଆସିଲା ମନେ ମନେ ଭାବିଲା ଏଇଟା ସୁନ୍ଦରିଆ ପୁଅଟେ ଆମ ଘରେ ଥିଲେ ମୁଁ ତାକୁ କୋଳରେ ଧରିଥାନ୍ତି। ଯେତେବେଳେ ବଳିକୁ ପାତାଳକୁ ଚାପିଦେଲେ କହିଲା ଏମିତିଆ ପୁଅ କାହା ଘରେ ଥିଲେ ତାକୁ ଘରୁ କରିକି ବଣକୁ ପଠେଇ ଦିଅନ୍ତି। ମୋ ଭାଇକି ସେ ପାତାଳକୁ ଛାଡ଼ିଦେଲା।